ହେଲା ନା ବେଦ ହଉଛି 4 ପ୍ରକାର ଯଥା ଋଗ୍ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବ ବେଦ। ସେଇଭଳି ପିଲେ ସର୍ବପ୍ରାଚୀନ ବେଦ ହଉଛି କୋଉ ବେଦ ନା ଋଗ୍ବେଦ। ସର୍ବପ୍ରାଚୀନ ବେଦ ହଉଛି ଋଗ୍ବେଦ, ଯାହା 35 ବର୍ଷ କେତେ ନା 3500 ବର୍ଷ। ୟାକୁ ବିସି ରେ କନଭର୍ଟ କଲେ କେତେ ହବ ପିଲେ ମତେ ଟିକେ ତମାନେ କହିଦିଅ। ଯଦି ୟାକୁ ଆମେ ବିସି ରେ କନଭର୍ଟ କରିବା ଏହା କେତେ ହବ? 3500 ବର୍ଷ ଦେଲା। କୁହ ମତେ, ପୂର୍ବରୁ କହିଛି କେତେ ହବ? ହଁ ଭେରି ଗୁଡ, ଥ୍ୟାଙ୍କ ୟୁ। କେତେ ନା 1500 BC। ପିଲେ ୟାର ଟାଇମ ଲାଇନ କୁ ସାଧାରଣ ଭାବରେ ଐତିହାସିକକାର ମାନେ ନା ଗୋଟେ ଟାଇମ କୁ ନେଇକି କହିଛନ୍ତି, କୋଉ ଟାଇମ ରୁ କୋଉ ଟାଇମ ରେ ହେଇଥିଲା। ଐତିହାସିକକାର ମାନେ ମତ ଦେଇଛନ୍ତି ନା ଏହାର ଟାଇମ ଲାଇନ ହଉଛି 1500 BC ରୁ ନା 600 BC ବୋଲି ଏହାକୁ ପିଲେ ଟାଇମ ଲାଇନ ଦେଇଛନ୍ତି। କିନ୍ତୁ ତାହା କେତେ ଦୂର ସତ୍ୟ କେତେ ଦୂର ମିଥ୍ୟା ତାହା ମଧ୍ୟ କୌଣସି ପ୍ରମାଣିତ ନୁହେଁ। ଐତିହାସିକକାର ମାନେ ପିଲେ ସେମାନେ ଅନୁମାନ ଲଗେଇଲେ, ପ୍ରମାଣ ଦେଖିଲେ, ତାହାକୁ ଆଧାର କରିକି କହିଲେ ପିଲେ। ବୁଝୁଛ ନା ନାଇଁ? ସେମାନେ ଏଇଭଳି ଭାବରେ ନିଜର ଏଇ ଋକ୍ ବୈଦିକ ପିରିୟଡ କୁ ଗୋଟେ ଟାଇମ ଲାଇନ ରେ ପକେଇଲେ, ଯାହାକି 1500 BC ରୁ 600 BC ଥିଲା ପିଲେ। ହେଲା ପିଲେ, ତେବେ ଏ ଋକ୍ ବେଦରେ ପିଲେ 3ଟି ଦେବତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ସଂସ୍କୃତ କ୍ଷେତ୍ରରେ ଦେବତା ମାନେ ଅନେକ ଅଛନ୍ତି ପିଲେ। ବୁଝୁଛ ନା ନାଇଁ? ସେଥିରେ ଯେମିତି କି ଅନ୍ତରିକ୍ଷ ଦେବତା, ଯେମିତି କଣ ଭୂ ଦେବତା ଯେମିତି ଅଛି। ବୁଝୁଛ ନା ନାଇଁ? ମୋର ହୁଏତ ଟିକେ ପାଟିରେ ଆସୁନି ସେ ୱାର୍ଡ ଟା। ବୁଝୁଛ ନା ନାଇଁ? ତ ସେଗୁଡ଼ିକ ତାର ଡିଫରେଣ୍ଟ ଅଛି। ଅନ୍ତରିକ୍ଷ ଆଉ ଗୋଟେ ଦ୍ୱିଉ ସ୍ଥାନୀୟ, ଭେରି ଗୁଡ। ହଁ, ଦ୍ୱିଉ ସ୍ଥାନୀୟ। ବୁଝୁଛ ନା ନାଇଁ? ଏଇଭଳି ଭାବରେ ପିଲେ ତାର ଅଛି ମାନେ ପ୍ରକାର ଭେଦ ଅଛି। କିନ୍ତୁ ଇତିହାସ କହେ କଣ ସବୁଠାରୁ ଶ୍ରେଷ୍ଠ ଦେବତା ହଉଛନ୍ତି 3 ଜଣ। ସେମାନଙ୍କ ମଧ୍ୟରୁ କିଏ? ଜଣଙ୍କ ନାଁ ହଉଛି ଅଗ୍ନି, ଜଣେ ହଉଛି ଇନ୍ଦ୍ର, ଆଉ ଜଣେ ହଉଛି ସୋମ। କଣ କହିଲେ? ଗୋଟେ ହଉଛି ଅଗ୍ନି, ଇନ୍ଦ୍ର, ସୋମ ପିଲେ। ଅଗ୍ନି କାହିଁକି ନା ଅଗ୍ନି ଥିଲେ ପିଲେ ନିଆଁର ଦେବତା। କାହାର? ନିଆଁର ଦେବତା। ବା ଯୋଉଟା ସେ ସମୟରେ କଣ କରାଯାଉଥିଲା? ହୋମ ଆଦି କାର୍ଯ୍ୟ କରାଯାଉଥିଲା। ହଁ କି ନା ନାଇଁ? ସେଇଭଳି ପିଲେ ଯୁଦ୍ଧର ଦେବତା ଥିଲେ ଇନ୍ଦ୍ର। ଏବଂ ସୋମ କଣ? ସୋମ କଣ ସୋମବାର କି? ସୋମ, ମଙ୍ଗଳ, ବୁଧ, ଗୁର, ଶୁକ୍ର, ଶନି, ରବି, ସୋମ। ସେମିତି ନାହିଁ, ସେ ସୋମ ନୁହଁ। ସୋମର ଅର୍ଥ ହଉଛି ପିଲେ ୱାନ୍ ଟାଇପ ଅଫ ଗୋଟେ ଗଛ। ବୁଝୁଛ ନା ନାଇଁ? ଯାହା ଠାରୁ କଣ କରାଯାଉଥିଲା? ଗୋଟେ ପାନୀୟ ପଦାର୍ଥ ତିଆରି କରାଯାଉଥିଲା। ତୁମେ ଯେମିତି ପିଲେ ତମ ମାଇଣ୍ଡ ଟିକେ ହ୍ୟାଙ୍ଗ ହେଇଗଲେ, ଚାଲୁନ ଟିକେ ଥଣ୍ଡା ମାରି ଦେଇକି ପଳେଇ ଆସିବା। ଆଗ କାଳର ରାଜା ମାନେ କଣ କରୁଥିଲେ? ସେମିତି ରାଜ କାର୍ଯ୍ୟ କରି ସାରିଲା ପରେ ତାଙ୍କେ ଟିକେ କଣ କରିବା ପାଇଁ, ମାଇଣ୍ଡ ଫ୍ରେଶ କରିବା ପାଇଁ ଏଇ ଗୋଟେ ଏନର୍ଜି ଡ୍ରିଙ୍କ ପିଉଥିଲେ। କେହି କେହି ଏହାକୁ ପିଲେ କୁହନ୍ତି ଆଲକୋହଲ ମଧ୍ୟ କହିଥାନ୍ତି। କେହି ଇତିହାସକାର ମାନେ କୁହନ୍ତି କଣ, ଏଇଟା ଗୋଟେ ୱାନ୍ ଟାଇପ ଅଫ ଗୋଟେ ଆଲକୋହଲ। ତ ସେ ଟାଇମର ରାଜା ମାନେ ରାଜ କାର୍ଯ୍ୟରୁ ଟିକେ ଫ୍ରି ହେବା ପାଇଁ, ଟିକେ ଶାନ୍ତି ହେବା ପାଇଁ, ଟିକେ ମାଇଣ୍ଡ ଫ୍ରି କରିବା ପାଇଁ ସେମାନେ ଏଇ ସୋମ ରୂପକୁ କଣ କରୁଥିଲେ? ପାନୀୟ ପଦାର୍ଥକୁ ପାନ କରୁଥିଲେ। ହେଲା ପିଲେ, ଏଇଟା ଲାଇନ ଟା ମନେ रखिबो, लाइन टा हूँ इम्पोर्टेंट। तापरे वैदिक प्रार्थनाओं की रचना ऋषियों ने की थी। कौन कहले ना वैदिक प्रार्थनाओं की रचना, वैदिक में जो कुछ भी प्रार्थना लिखा गया है, ठीक है, तो उन्हीं सभी को कौन लिखे थे ना ऋषियों ने लिखे थे, ऐसे बोल रहा है। फिर बोल रहा है उन्हें अक्षर शब्द और वाक्य में बांट कर स्वस्वर पाठ द्वारा कंठस्थ किया जाता था। ସେଗୁଡ଼ିକୁ କୋଉଥିରେ ଭାଗ କରାଉଥିଲା? ବିଭିନ୍ନ ପ୍ରକାର ଶବ୍ଦରେ, ବିଭିନ୍ନ ପ୍ରକାର ଅକ୍ଷର, ବିଭିନ୍ନ ପ୍ରକାର ବାକ୍ୟରେ ବନେଇକି ତାକୁ ବିଭାଗୀକରଣ କରିକି ତାକୁ ବହୁତ ସୁନ୍ଦର କଣ କରାଉଥିଲା ନା ସ୍ୱସ୍ୱର ପାଠ କରାଉଥିଲା। ଯୋଉମାନେ ବର୍ତ୍ତମାନ ବିଏଡ୍ କରୁଛ ପିଲେ, ତୁମର ସ୍ୱସ୍ୱର ବାଚନ ଆସୁଛି ନା ଆସୁନି? ନିଶ୍ଚିତ ପିଲେ ତୁମମାନଙ୍କର ସ୍ୱସ୍ୱର ବାଚନ ଆସୁଥିବ, ହଁ ନା ନାଇଁ? ସେଥିରେ ପିଲାଙ୍କୁ କଣ ନା ସୁନ୍ଦର ସ୍ୱରରେ ନିଜର କୋକିଳ କଣ୍ଠରେ ଗାଇବାକୁ କହୁଥିବେ। ବୁଝିଲ ନା ନାଇଁ? ସେମାନଙ୍କୁ ଗାଇକି ଶୁଣିବ ସ୍ୱସ୍ୱର ବାଚନ। ବା ଯୋଉଟା ଅଛି ଯୋଉ ବିଷୟ ମାନଙ୍କର ପଢଉଛ ତାକୁ ସ୍ୱସ୍ୱର ଭାବରେ ତାଙ୍କୁ ମାନଙ୍କୁ ପଢିବ, ସେମାନଙ୍କ ଆଗରେ ପଢିବ। ସେ ସମୟରେ ଋଷି ମାନେ ମଧ୍ୟ କଣ କରୁଥିଲେ? ସୁନ୍ଦର ଭାବରେ କୌଣସି ନିର୍ଭୁଲ ଭାବରେ ପିଲା ମାନେ ପାଠ କରୁଥିଲେ। କାହାକୁ ନା ବେଦ ଗୁଡିକୁ। କିଛି ସୂକ୍ତରେ ରଚନା ଅଛି ପିଲେ, ମହିଳା ମାନେ ମଧ୍ୟ କଣ କରୁଥିଲେ? ଏ ମନ୍ତ୍ର ଗୁଡିକୁ ଗାନ କରୁଥିଲେ ବା ମନ୍ତ୍ର ରଚନା କରିଛନ୍ତି ବୋଲି କଣ ଅଛି ନା କେତେକ ଇତିହାସକାର ବୋଲି ମଧ୍ୟ କୁହନ୍ତି। କିନ୍ତୁ ତାହା ଯଦି ଆମେ ସଂସ୍କୃତକୁ ଇତିହାସକୁ ଦେଖିବା ପିଲେ, ତାହାର କଣ ଦିଟାକ ଡିଫରେଣ୍ଟ ପଳେଇ ଆସିବ। ନା ତମମାନେ ସେଥିରେ କାଟିଦବ ନା ଭାଇ ଭୁଲ ପଢୁଛନ୍ତି, ନା ତମେ ଭୁଲ କହୁଛ ସାର୍, ବା ତମେ ଯାହା କହିବ। ବୁଝୁଛ ନା ନାଇଁ? କିନ୍ତୁ ପିଲେ ଇତିହାସ ଗୋଟେ ଦୃଷ୍ଟିରୁ ଅଲଗା, ସଂସ୍କୃତର ତାହାର ଅଲଗା ତଥ୍ୟ ଅଛି, ଇତିହାସକାର ମାନେ ତାହାର ଅଲଗା ଅଲଗା ତଥ୍ୟ ଦେଇଛନ୍ତି ପିଲେ। କିଏ କେତେବେଳେ କାହାର ମନ, କାହାର କେତେ ମତକୁ ଉପସ୍ଥାପନ, କାହାର ନିଜ ମାନଙ୍କର ମତକୁ ପିଲେ ଉପସ୍ଥାପନ କରିଦେଇଛନ୍ତି। ବୁଝୁଛ ନା ନାଇଁ?
ସେଇ ମତକୁ ହିଁ ଆମେ ପଢିବା। କାରଣ ବର୍ତ୍ତମାନ ଆମେ ଇତିହାସକୁ ପଢୁଛେ, ଆମେ ସଂସ୍କୃତ ପଢୁନେ, ଯୋଉଟା କି ଆମେ ଭୁଲ ଠିକ ଦେଖିବା। ଯାହା ପଢା ହଉଛି ସେତିକି ତମେ ମାନିବାକୁ ପଡିବ। ବୁଝୁଛ ନା ନାଇଁ? ଇତିହାସକାର ମାନେ ସେଇଭଳି ସେମାନେ ନିଜ କଣ କରିଛନ୍ତି ନା ଐତିହାସିକ ଲିଟରେଚର ଗୁଡାକରେ ସେମାନେ ପିଲେ କହିଛନ୍ତି। ତାପରେ ଦେଖିବା ଆମେ କଣ ନା ଋଗ୍ବେଦର ଭାଷା ପିଲେ ପ୍ରାକୃତ ଭାଷା ଅଟେ, ଏ କଥା ଆମେ ଜାଣିଛେ, ଯାହାକୁ କି ବୈଦିକ ସଂସ୍କୃତ ବୋଲି ମଧ୍ୟ କୁହାଯାଇଥାଏ। ଯୋଉମାନେ ସଂସ୍କୃତ ପଢୁଛ ସେମାନେ ବିଭିନ୍ନ ପୁରୁଣା ପୁରୁଣା ଯେତେବେଳେ ଗ୍ରନ୍ଥ ଗୁଡାକ ପଢୁଛ, ସେଇ ଗ୍ରନ୍ଥ ଗୁଡାକ ପିଲେ ପଢିଲା ବେଳେ ସେଥିରେ କଣ ହଉଥିଲା, ଲେଖା ହଉଥିଲା ନା ପ୍ରାକୃତ ଲିପି ଗୁଡାକ ଲେଖା ହଉଥିଲା, ଯୋଉଟା ବଡ ବଡ ହେଇକି ବେଳେ ବେଳେ ଆମେ ସେ ଅକ୍ଷର ପଢି ମଧ୍ୟ ପାରୁନେ ବେଳେ ବେଳେ, ହଁ ନା ନାଇଁ? ଏହି ସଭ୍ୟତାର ବେଦ ଗୁଡିକ ବେଦ ରଚନା ହେଇଥିବା ହେତୁ ଏହି ସଭ୍ୟତାକୁ ପିଲେ କୁହାଗଲା ବୈଦିକ ସଭ୍ୟତା। କି ସଭ୍ୟତା ନା ବୈଦିକ ସଭ୍ୟତା। ବେଦ ରଚନା ହେଇଥିବାରୁ ଏଇ ସଭ୍ୟତାକୁ କୁହାଗଲା ବୈଦିକ ସଭ୍ୟତା। କେତେଟା ବେଦ ରଚନା କରାଯାଇଥିଲା ନା 4ଟି ବେଦ। କଣ କଣ ନା ଋଗ୍ବେଦ, ସାମବେଦ, ଅଥର୍ବବେଦ, ଯଜୁର୍ବେଦ। ଏବଂ ତମକୁ ଟିକେ ପୂର୍ବରୁ ପିଲେ ୟାର ଟାଇମ ଲାଇନ ବିଷୟରେ କହିଥିଲି ନା 1500 BC ରୁ 600 BC। ତମାନେ ଟିକେ କିଏ ଜଣେ କୁହ BC ର ଫୁଲ ଫର୍ମ କଣ କହିଦିଅ ଟିକେ ସମସ୍ତେ କୁହ। BC ର ଫୁଲ ଫର୍ମ କଣ? ବିଫୋର ଖ୍ରୀଷ୍ଟ। AD ର ଫୁଲ ଫର୍ମ କଣ ଟିକେ କହିଦିଅ? ଆନୋ ଡୋମିନି। ଆନୋ ଡୋମିନି। ଭେରି ଗୁଡ ପିଲେ, ସମସ୍ତଙ୍କୁ ଥ୍ୟାଙ୍କ ୟୁ। ତାପରେ ଆମେ ଆଲୋଚନା କରିବା ବେଦର ଆଉ କିଛି ତଥ୍ୟ ବିଷୟରେ। ବୈଦିକ ସଭ୍ୟତାର ସ୍ରଷ୍ଟା ଥିଲେ ପିଲେ ଆର୍ଯ୍ୟ ମାନେ। ସ୍ରଷ୍ଟା ମାନେ ସୃଷ୍ଟିକର୍ତ୍ତା। କୋଉମାନେ ଥିଲେ ନା ଆର୍ଯ୍ୟ ମାନେ। ଆର୍ଯ୍ୟ ଶବ୍ଦର ଅର୍ଥ ହଉଛି ପିଲେ କଣ ନା ଆର୍ଯ୍ୟ ଶବ୍ଦର ଅର୍ଥ ହଉଛି ନା ସ୍ଵାଧୀନ ଚିନ୍ତାଧାରାର ବ୍ୟକ୍ତି ବା ମହତ୍ ଚରିତ୍ର ଥିବା ମାନବ ବା ମହାନ ଚରିତ୍ରର ମାନବ, ଏଇଟା ପିଲେ ତାର ଅର୍ଥ। एवं आर्य शब्द का अर्थ है श्रेष्ठ, उत्तम, अभिजात्य, कुलीन तथा उत्कृष्ट होता है। हिंदी रे कहला कौन ना श्रेष्ठ, उत्तम, अभिजात्य, कुलीन। कुलीन माने कौन मौसी वंश एवं उत्कृष्ट होता है। से माने निज कौन होते ना उत्कृष्ट धरणर होते, जहाँकि पूर्व ओडिया रे कहला स्वाधीन चिंताधारार व्यक्ति। आर्य मानकर पवित्र ग्रंथ थिला पिले वेद। कारण से माने वैदिक पीरियड रे माने कौन करथिले वैदिक सभ्यता को माने इन्वेट करथिले, कौन करथिले वैदिक सभ्यतार लोक होइतिबार ए समय रे वेद गुडी को रचना करा जाइतिबारु ए समय को वैदिक सभ्यता बोली कहा गला। निश्चित रूपे से मानकर पवित्र पुराण कौन हबो वेद ही तो हेबो, आउ कौन हेबो। तेबे ए जो वेद शब्द अछि विद शब्द रु आसीछि, जार अर्थ होछि पिले ज्ञान, जार अर्थ ज्ञान। वेद को ज्ञानर गंता घर बोली मध्य कहा जाइଥାଏ। वेद को ज्ञानर कौन बोली कहा जाए गंता घर बोली मध्य कहा जाइଥାଏ। एवं सेही भली वेदर वाक्य गुडी को पिले मंत्र बोली कहा जाए। वेदर वाक्य गुडी को कौन कहा जाए ना मंत्र बोली कहा जाइଥାଏ। मंत्रर अर्थ होछि पिले मनन योग्य, कौन ना मनन योग्य। वेदर सॉरी मंत्रर अर्थ होछि ना मनन योग्य। सेही भली ए वेद गुडी को पिले सुसज्जित करी रखिबा पई एहाको 4 भागरे विभक्त कराइतिला। जेमति कि पिले तमे जानिଛ मंडल, अध्याय, सूक्ति ओ मंत्र। कौन ना मंडल, अध्याय, सूक्ति, मंत्र। सेही भली पिले वेदर आउरी 4 भाग कराइतिला। कौन ना वेद को आहुरी 4टी विभाग रे विभक्त कराइतिला। कौन कौन ना संहिता, ब्राह्मण, आरण्यक, उपनिषद। एगुडा को पिले तुमे माने निश्चित जानिଛ। एगुडा को तुमे जानिଛ ना जानिनो निश्चित पिले तुमे जानिଛ, हाँ ना नहीं। केवल जहाँ जहाँ इंपोर्टेंट से गुडा को तुम को मु कही 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 चलुछि। ओके देखो जेमती संहिता। संहिता कौन ना पद्य आकार रे लिखित मंत्र बा प्रार्थना को संहिता बोली कहउतला। हुई तो संस्कृत रे तार अर्थ भिन्न थाई पारे, किंतु इतिहासकार माने कहले कौन ना पद्य आकार रे लिखित मंत्र प्रार्थना को कहा गला कौन ना संहिता। सेही भली पिले गद्य आकार रे लिखित रूप बा पूजा शैली को कहा गला कौन ना ब्राह्मण। सेही भली वैदिक दर्शन को कहागला पिले आरण्यक एवं उपनिषद। क्या कहागला ना वेदर शेष पर्यायर अंतर्भुक्त आध्यात्मिक और ब्रह्म तत्व को उपनिषद बोली कहागला। वेदर शेष भाग को शेष जो उपदेश भित्तिक कथा शब्द जहाँ आध्यात्मिक भित्तिक कथा ब्रह्म तत्व भित्तिक कथा सब रचना कराई शेष पार्ट रे ताहाको उपनिषद कहा जाए बोली ऐतिहासिक कार माने मत प्रकाश करती। यद्यपि संस्कृत तार अर्थ भिन्न थाई पारे, किंतु इतिहासकार माने पिले निजर मत केथिरे उपस्थापन करिसंती आ सेही अर्थ को हमकु ग्रहण करिया को हेबो। कारण इतिहास रो प्रश्न पचारिबो ना कि हमकु संस्कृत रो पिले। बुझिबाचो ना नहीं। तेबे वेद को कौन बोली कहा जाए ना अपौरुषेय बोली मध्य कहा जाए। अपौरुषेयम वेदम
ନା ବେଦକୁ କୌଣସି ପୁରୁଷ ମାନଙ୍କ ଦ୍ଵାରା ରଚନା କରାଯାଇ ନାହିଁ। ବେଦକୁ ସ୍ୱୟଂ ବ୍ରହ୍ମା ନିର୍ମାଣ କରିଥିଲେ ବୋଲି କୁହନ୍ତି। ହଁ ନା ନାଇଁ? କୌଣସି ମନୁଷ୍ୟ ଦ୍ୱାରା ଏହାକୁ ନିର୍ମାଣ କରାଯାଇ ନାହିଁ ବା ଏହାକୁ ତିଆରି କରାଯାଇ ନାହିଁ। ତେଣୁକରି ତାହାକୁ କଣ ବୋଲି କୁହାଯାଏ? ଅପରିସେୟ ବୋଲି ତାହାକୁ କୁହାଯାଏ। ଏବଂ ବେଦକୁ କଣ ବୋଲି କୁହାଯାଏ? ବେଦକୁ ଶ୍ରୁତି ବୋଲି ମଧ୍ୟ କୁହାଯାଏ। କାରଣ ପୁରାତନ ଯୁଗରେ ପିଲାମାନେ କଣ କରୁଥିଲେ ବା ମୁନି ଋଷି ମାନେ ଏହାକୁ ଶୁଣି 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 ମନେ ରଖୁଥିଲେ। ତେଣୁକରି ଏହାକୁ ଶ୍ରୁତି ବୋଲି ମଧ୍ୟ କୁହାଯାଇଥାଏ। ଯାହାକୁ କୁହାଯାଏ ପିଲେ ଶ୍ରବଣ ପରମ୍ପରା। କଣ? ଶ୍ରବଣ ପରମ୍ପରା। କୌଣସି ଏକ ଗଛ ମୂଳରେ ପଥର ଉପରେ ବସିଯିବେ ଗୁରୁଜୀ ଏବଂ ସେ ସମୟରେ କଣ କରାହବ? ପିଲାମାନେ ତଳେ ବସିକି ସେଇ ଗୁରୁଜୀ ଯାହା କହିବେ ସେଗୁଡିକୁ ଶୁଣି 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 ମନେ ରଖିବେ। ହଁ ନା ନାଇଁ? ତେଣୁକରି ତାହା କେଉଁ ପରମ୍ପରା ଥିଲା? ନା ଗୁରୁକୁଳ ପରମ୍ପରା ବା ଶ୍ରବଣ ପରମ୍ପରା ବୋଲି ମଧ୍ୟ ତାହାକୁ କୁହାଯାଇଥାଏ। ବୁଝିଲା ନା ବୁଝିଲାନି? ତେବେ ବେଦକୁ ପିଲେ ଶାଶ୍ୱତ ବା ଅନନ୍ତ ବୋଲି ମଧ୍ୟ କୁହାଯାଇଥାଏ। ଅନନ୍ତ ପିଲେ ବେଦ ଅଟେ। ବୁଝୁଛି ନା ନାଇଁ? ତେବେ ଋଗ୍ବେଦ, ସାମବେଦ, ଯଜୁର୍ବେଦକୁ ବେଦ ତ୍ରୟୀ ବୋଲି କୁହାଯାଇ ପିଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଲାଇନ ଟା ତୁମେ ମନେ ରଖିବ। କଣ? ନା ଋଗ୍ବେଦ, ସାମବେଦ, ଯଜୁର୍ବେଦକୁ ପିଲେ କୁହାଯାଏ ବେଦ ତ୍ରୟୀ। କିନ୍ତୁ ଏଥିରେ ଅଥର୍ବ ବେଦକୁ ପିଲେ ଗଣା ଯାଇ ନାହିଁ। ଏଥିରେ ଅଥର୍ବ ବେଦକୁ କଣ କରାଯାଇ ନାହିଁ? ନା ଗଣା ଯାଇ ନାହିଁ। ପଚାରିଦେବ ପରୀକ୍ଷାରେ ଏମାନଙ୍କ ମଧ୍ୟରୁ ବେଦ ନା କେଉଁଟି ବେଦ ତ୍ରୟୀ ନୁହେଁ? ଦେଇଥିବ ଋଗ୍ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବ ବେଦ। କୋଉଟା ମାରିବ? ନା ଅଥର୍ବ ବେଦ। ସେଇଭଳି ପିଲେ ନାଇଁ ଏଇ ବେଦର କଣ ଅଛି? 4ଟି ଉପବେଦ ରହିଅଛି। ତୁମେ ମାନେ ଜାଣିଛ ଆୟୁର୍ବେଦ, ଧନୁର୍ବେଦ, ଗନ୍ଧର୍ବ ବେଦ, ସ୍ଥାପତ୍ୟ ବେଦ ବା ଶିଳ୍ପ ବେଦ। ବୁଝୁଛ ନା ନାଇଁ? ସେଇଭଳି ପିଲେ ଷଡ ବେଦାଙ୍ଗ ଅଛି ପିଲେ ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ, ଜ୍ୟୋତିଷ। ତା ଉପରେ ମଧ୍ୟ ଗୋଟେ ଶ୍ଲୋକଟେ ମଧ୍ୟ ଅଛି ପିଲେ। ଛନ୍ଦ ପାଦ ତୁ ବେଦସ୍ୟ। କିଏ ଜାଣିଛ ଶ୍ଲୋକ କୁହ? କିଏ ଯଦି ଜାଣିଛ ଶ୍ଲୋକଟା କୁହ, ଶୁଣିଦବା ଟିକେ। ହୁଁ। ହଁ, ଭେରି ଗୁଡ। ବହୁତ ସୁନ୍ଦର। ସ୍ୱରରେ ଟିକେ ଗାଇବ ନା, ବୁଝୁଛ ନା? ଟିକେ ସ୍ୱରରେ ଗାଇଦିଅ, 5ଟା ପିଲା ଦେଖିକି ତାଳି ମାରିଦେବେ। କଣ ଗାଇଲା? ହେଲେ ବି ତୁମକୁ ବହୁତ ସୁନ୍ଦର, ତୁମକୁ ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଭାବରେ ତୁମେ ଶ୍ଲୋକଟି ମନେ ରଖିଛ ପିଲେ। ଆମେ ସଂସ୍କୃତ ଶିକ୍ଷକ ହିସାବରେ ବା ସଂସ୍କୃତ ପିଲା ହିସାବରେ ଯଦି ଆମ ମୁଖରେ ଯଦି ସଂସ୍କୃତ ଆସିବନି, ଯଦି ସଂସ୍କୃତରେ ଆମେ ଶ୍ଲୋକ ଟିକେ କହିପାରିବାନି, ତାହେଲେ ପିଲେ ଆମେ ସଂସ୍କୃତ ଜୀବନଟା ହିଁ ଆମର ଠିକ। ତୁମେ ମାନେ ବର୍ତ୍ତମାନ ଦେଖୁଛ ଓଡିଶାରେ ସଂସ୍କୃତ ଶିକ୍ଷକ ମାନଙ୍କର ପିଲେ ପରିସ୍ଥିତି କେଉଁଭଳି ହେଲାଣି, କେଉଁଭଳି ଦୁଃଖପୂର୍ଣ୍ଣ ଜୀବନକୁ ଅତିବାହିତ କରୁଛନ୍ତି ସେମାନେ। ହଁ ନା ନାଇଁ? ଛାଡ, ସେ ବିଷୟରେ ଆଲୋଚନା କଲେ ପିଲେ ଆହୁରି ଦୁଃଖଦ ହେଇଯିବ, ମର୍ମାହତିକ ହେଇଯିବ ପିଲେ ତୁମମାନେ। ଛାଡ, ସେ ବିଷୟକୁ ପରିତ୍ୟାଗ କରିବା। କହିଲା ଯେ କଣ? ନା ଷଡ ବେଦାଙ୍ଗ। ଷଡ ବେଦାଙ୍ଗ କଣ? ନା ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ ଓ ଜ୍ୟୋତିଷ। ହେଲା ପିଲେ, ଏଟାକୁ ମନେ ରଖିବ। ସେଇଭଳି ପିଲେ ବୈଦିକ ସଭ୍ୟତାକୁ ପିଲେ ନା 2ଟି ପାର୍ଟରେ ବିଭକ୍ତ କରାଯାଇଛି। କାହିଁକି? ନା ସେତେବେଳେ ପିଲେ 2ଟି ସମୟ ଦେଖାଇଥିଲା ଏବଂ 2ଟି ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ସଭ୍ୟତା ବୋଲି ମଧ୍ୟ ଦେଖା ଯାଇଥିଲା ବୋଲି ଲୋକମାନେ କୁହନ୍ତି। ଗୋଟେ ପୁରାତନ ଆଉ ଗୋଟେ ହଉଛି ଆଧୁନିକ। ଏଇ ଟାଇପରେ ପିଲେ ପୂର୍ବରେ କିଛି ହଉଥିଲା, ପରବର୍ତ୍ତୀ ସମୟରେ ତାଠୁ କିଛି ଭିନ୍ନ ହେଇଗଲା ପିଲେ। ସମାଜରେ ପରିବର୍ତ୍ତନ ଦେଖାଗଲା। ତେଣୁକରି ଏଇ ଯୋଉ ବୈଦିକ ପିରିୟଡକୁ 2 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହଉଛି ପିଲେ ରିକ୍ ବୈଦିକ ପିରିୟଡ, ଆଉ ଗୋଟେ ହଉଛି ପିଲେ ଲେଟର ବୈଦିକ ପିରିୟଡ, ଯାହାକୁ ଓଡିଆରେ କୁହାଯାଏ ପରବର୍ତ୍ତୀ ବୈଦିକ କାଳ। ଏବଂ ତାହାର ଟାଇମ ଲାଇନ ମଧ୍ୟ ଏ 1500 ରୁ 1000, ସେ 1000 ରୁ 600 ପିଲେ। ଆଉ ଗୋଟେ ପିଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ ତମମାନଙ୍କୁ ମୁଁ କହିଦିଏ, ନା ଆର୍ଯ୍ୟ ମାନେ ସପ୍ତ ସିନ୍ଧୁ ଅଞ୍ଚଳରେ ବସବାସ କରୁଥିଲେ। କୋଉ ସିନ୍ଧୁ? ସପ୍ତ ସିନ୍ଧୁ। କଣ କଣ ସେ ସିନ୍ଧୁ? ନା ନଦୀ। ନଦୀ କଣ? ନା ଗୋଟେ ହଉଛି ସିନ୍ଧୁ ନଦୀ, ବିତସ୍ତା, ଚନ୍ଦ୍ରଭାଗା, ଇରାପତି, ବିପାଶା, ଶତଦ୍ରୁ, ସରସ୍ୱତୀ। ଏଇ ସପ୍ତ ସିନ୍ଧୁ ବୋଲି ଏହାକୁ କୁହାଯାଇଥାଏ। ନଦୀ, 7ଟି ନଦୀ କୂଳରେ ଏମାନେ ରହୁଥିଲେ ଆର୍ଯ୍ୟ ମାନେ। ତେଣୁକରି ଏମାନଙ୍କୁ କୁହାଯାଉଥିଲା, ଏଇ ନଦୀ ମାନଙ୍କର ସମାହାରକୁ କୁହାଯାଉଥିଲା ସପ୍ତ ସିନ୍ଧୁ। ପରୀକ୍ଷାରେ ପଚାରିବ ଏମାନଙ୍କ ମଧ୍ୟରୁ କେଉଁଟି ନା ସପ୍ତ ସିନ୍ଧୁ ଅନ୍ତର୍ଗତ ନୁହେଁ? ଦେଇଥିବ ସିନ୍ଧୁ, ବିତସ୍ତା, ଚନ୍ଦ୍ରଭାଗା, ଆଉ ଗୋଟେ ଦେଇଥିବ କଣ ଦେଇଥିବ, ମନେକର ବୈତରଣୀ ଦେଇଥିବ ଏବଂ ଶେଷରେ ଦେଇଥିବ ବିପାଶା। କୋଉଟା ମାରିବ ତୁମେ? ଦେଇଥିବ ଅପସନ ଏ ସିନ୍ଧୁ, ଅପସନ ବି ବିତସ୍ତା, ଅପସନ ସି ବୈତରଣୀ, ଅପସନ ଡି ବିପାଶା।
କୋଉଟା ମାରିବ? ବୈତରଣୀ। ହେଲା ପିଲେ ଏଇ ସପ୍ତ ସିନ୍ଧୁ ମଧ୍ୟରୁ ତୁମାନେ ନିଶ୍ଚିତ ପରୀକ୍ଷାରେ ନଦୀ ରିଲେଟେଡ ପିଲେ କ୍ୱେଶ୍ଚିନ୍ ସେ ଯେ କୌଣସି ସିଟେଟ୍ ପରୀକ୍ଷାରେ ପଚାରିବ। ତେଣୁକରି ଏ ନଦୀ ଗୁଡାକୁ ତୁମେ ପିଲେ ମନେ ରଖିବାକୁ ବାଧ୍ୟ। ବାଧ୍ୟ ମାନେ ପୁରା ବାଉଣ୍ଡ, ପୁରା ବାଧ୍ୟ ତ ତମେ ଆଉ। ତୁମେ ଏଇ ନଦୀ ଗୁଡାକ ଯଦି ମନେ ନ ରଖିପାରିଲ ତୁମ ମାନେ ପିଲେ ପରୀକ୍ଷା ହଲରେ ବସିକି ଭାବିବ ନା ଭାଇ ଠିକ କଥା କହିଥିଲେ। ନଦୀ ଗୁଡାକ ଯଦି ମନେ ରଖି ଦେଇଥାନ୍ତି ତାହେଲେ ମୁଁ 1 ମାର୍କ ନିଶ୍ଚିତ ମୁଁ ଗେନ୍ କରିପାରିଥାନ୍ତି। ବୁଝୁଛ ନା ନାଇଁ? ତେଣୁକରି ଏଗୁଡାକ ମନେ ରଖିପାରିବ। ମୁଁ ତମକୁ ପିଲେ ମାତ୍ର 20 ସେକେଣ୍ଡ ଟାଇମ ଦଉଛି, ସାଙ୍ଗେ ସାଙ୍ଗେ 7ଟା ନଦୀର ନାଁ ମନେ ରଖ। ସାଙ୍ଗେ ସାଙ୍ଗେ ମନେ ରଖ, ସାଙ୍ଗେ ସାଙ୍ଗେ। ମନେ ରହିଲା? କାହାର ମନେ ରହିଲା କୁହ? ମନେ ରହିଲା? ହେଇଗଲା, ଟାଇମ ହେଇଗଲା, ଟାଇମ ଅପ। କୁହ ଏବେ କୁହ, ଜଣେ ଜଣେ କୁହ, ଜଣେ ଜଣେ କୁହ ଏଇନା। କୁହ ଜଣେ ଜଣେ, କିଏ କହିବ? ଦୀପକ ଜି, 1 ସେକେଣ୍ଡ ପିଲେ। Your network is break there. Network is problem. Okay, okay, I'll do that. ହଁ, ଆରେ କୁହ ଜଣେ ଜଣେ କୁହ, କିଏ କହିବ? ଜଣେ କିଏ କୁହ? ହଁ। ହୁଁ ହୁଁ ହୁଁ। ଆଉ ଜଣେ କିଏ କୁହ? ହୁଁ 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 ହୁଁ। ଭେରି ଗୁଡ। ଆଉ ଜଣେ କିଏ ଗୋଟେ କୁହ? ହୁଁ ହୁଁ। ବିପାଶା। ହଁ ଭେରି ଗୁଡ। ଆଉ କିଏ କହିବ? ଆଉ କିଏ କହିବ? ଜଲ୍ଦି ଜଲ୍ଦି। ହୁଁ। ସିନ୍ଧୁ, ବିତସ୍ତା, ଚନ୍ଦ୍ରଭାଗା, ଇରାବତୀ, ବିପାଶା, ଶତଦ୍ରୁ, ସରସ୍ୱତୀ। ବଢିଆ ପିଲେ। ଏଇଭଳି ତମେ ନିଶ୍ଚିତ ମନେ ରଖ। ଯୋଉମାନେ ବି କହିଲେ ସମସ୍ତଙ୍କୁ ଧନ୍ୟବାଦ। ଆଉ ଯୋଉମାନେ ବି ଅଛ କହିବା ପାଇଁ ସେମାନଙ୍କୁ ମଧ୍ୟ ନିହାତି ରୂପରେ ହୃଦୟ ପ୍ରଦେଶରୁ ପିଲେ ତମମାନଙ୍କୁ ନିଶ୍ଚିତ ରୂପରେ ଧନ୍ୟବାଦ। ହେଲା ପିଲେ, ସମସ୍ତେ ଟିକେ ଆକୁ ମନେ ରଖିବ। ଏଇଟା ହଉଛି ପିଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷଟା, ତୁମକୁ ମନେ ରଖିବାକୁ ଯେମିତି ହେଲେ ପଡିବ। ସେ କୋଶ୍ଚିନ୍ ଭିତରୁ ନିଶ୍ଚିତ ପଚାରିବେ ପିଲେ। ବୁଝୁଛ ନା ନାଇଁ? ତେଣୁକରି ଯିବା, ଆଗକୁ ଯିବା। ଦେଖ, ସେଇଭଳି ପିଲେ ଋଗ୍ବେଦ ବିଷୟରେ ବର୍ତ୍ତମାନ ଆମେ ଆଲୋଚନା କରିବା। କୋଉ ବେଦ ବିଷୟରେ? ଋଗ୍ବେଦ ବିଷୟରେ। ମୋ ଆବାଜ ସମସ୍ତଙ୍କୁ ଶୁଭା ଯାଉଛି ପିଲେ? ଓକେ, ଯିବା। ଋଗ୍ବେଦ। ଋଗ୍ବେଦର ପିଲେ ତୁମମାନେ ଜାଣିଛ 10ଟି ମଣ୍ଡଳ ଅଛି, 64ଟି ଅଧ୍ୟାୟ ଅଛି, 1028ଟି ବା 1027ଟି ପିଲେ ସୂକ୍ତି ଅଛି। କାହିଁକି 28 27 କାହିଁ ଲେଖା ହେଲା? ନା ନାମୁନିକ ନାନା ମତ। ହିଷ୍ଟ୍ରିରେ ଦଉଛି 1028, ସଂସ୍କୃତରେ ଦଉଛି 1027। ବା ସଂସ୍କୃତରେ ଗୋଟେ ଗୋଟେ ଜାଗାରେ ପିଲେ 1028 ଲେଖିଦେଇଛି, ହିଷ୍ଟ୍ରିରେ ଲଖିଦେଇଛି 1027। ତେଣୁକରି ମୁଁ 28 27 ଲେଖିଦେଇଛି। ଯୋଉଟା ଅପସନ ଥିବ ସେଇଟା ମାରିବ। ହୁଏତ ଏଥିରୁ କୋଶ୍ଚିନ୍ ପଚାରିବ ନାହିଁ। ଓକେ, ସେଇଭଳି ପିଲେ 10,552ଟି ମନ୍ତ୍ର ଅଛି। ଆଉ କେତେକ ସଂସ୍କୃତ ଲିଟରେଚରରେ 10,580ଟି ବି ମନ୍ତ୍ର ଅଛି ବୋଲି ମତ ଅଛି ପିଲେ। ଐତିହାସିକକାର ମାନେ କଣ କରିଛନ୍ତି? ନିଜର ମତକୁ ବ୍ୟକ୍ତ କରିଛନ୍ତି। ସେଇଭଳି ପିଲେ ଏହାକୁ ପିଲେ କଣ ବୋଲି କୁହାଯାଏ? ନା ଜ୍ଞାନ କାଣ୍ଡ ବୋଲି ମଧ୍ୟ କୁହାଯାଇଥାଏ। ଏବଂ ଏହାର ମୁଖ୍ୟ ଦେବତା ହଉଛନ୍ତି ଅଗ୍ନି, ଇନ୍ଦ୍ର, ସୋମ। ଏହାର ମୁଖ୍ୟ ଦେବତା କିଏ? ନା ଅଗ୍ନି, ଇନ୍ଦ୍ର ଆଉ ସୋମ। ଆମେ ପ୍ରଥମେ ଦେଖିବା ପିଲେ ଇନ୍ଦ୍ର ବିଷୟରେ। କାହିଁକି ଆମର ଏନସିଆରଟି ସିଲାବସରେ ଇନ୍ଦ୍ର ବିଷୟରେ ପିଲେ ଯାହାହେଲେ ବି କିଛି ନୋଟ ଡାଉନ ଦେଇଛି ପିଲେ। 3ଟି ପଏଣ୍ଟ ନିଶ୍ଚିତ ଭାବରେ ତୁମମାନେ ମନେ ରଖିବାକୁ ପଡିବ। କଣ କହିଲା? ନା ୟୁଥ କା ଦେବତା ବା ବର୍ଷା କା ଦେବତା ବୋଲି ମଧ୍ୟ ଏହାକୁ କୁହାଯାଇଥାଏ। କାହାକୁ? ଇନ୍ଦ୍ରକୁ। ଇନ୍ଦ୍ରର ଅନ୍ୟ ନାମ ହଉଛି ପିଲେ ପୁରନ୍ଦର। କଣ? ଇନ୍ଦ୍ରର ଅନ୍ୟ ନାମ କଣ କହିଲା? ନା ପୁରନ୍ଦର ବା ପୁରନ୍ଧର ବୋଲି ମଧ୍ୟ କୁହାଯାଇଥାଏ। ଇନ୍ଦ୍ରଙ୍କ ବିଷୟରେ ପିଲେ ଋଗ୍ବେଦରେ 250ଟି ସୂକ୍ତ ଅଛି ବା ମନ୍ତ୍ର ଅଛି। ହେଲା ପିଲେ, ସେଇଭଳି ପିଲେ ଆମେ ଦେଖିବା ଅଗ୍ନିଙ୍କ ବିଷୟରେ। ଅଗ୍ନି ହଉଛନ୍ତି ଆଗ କା ଦେବତା, ନିଆଁର ଦେବତା। मनुष्य और देवता का मध्यस्थ कहा जाता था। क्यों कहा जाता था पिले? मत को
କଣ ପାଇଁ କୁହାଯାଉଥିଲା ନା ଭଗବାନ ଆଉ କଣ ମନୁଷ୍ୟ ମାନଙ୍କୁ ଯୋଡିବା ପାଇଁ ଯଜ୍ଞ ଆଦି କାର୍ଯ୍ୟ କରାଯାଉଥିଲା। ଯଜ୍ଞରେ ପିଲେ ହୋମ କରାଯାଉଥିଲା। ଯଦି ହୋମ କରାଯାଉଥିଲା ସେ ହୋମ କଣ ଅଟେ ନା ସେଥିରୁ ନିଆଁ ବାହାରୁଥିଲା। କୁହାଯାଏ ନା ଯେତିକି ତୁମେ ହୋମ କରିବ, ଯେତିକି ତୁମେ କଣ କରିବ ହୋମ କାଠ ଇଏ କରିବ, ଘିଅ ଘୃତକୁ ନଷ୍ଟ କରିବ, ମାନେ ଘୃତକୁ ଦ୍ଵାରା ତମେ ଯଜ୍ଞ କରିବ ପିଲେ, ସେତିକି ପିଲେ କଣ କରୁଥିଲେ ଦେବତା ମାନେ ପ୍ରସନ୍ନ ହଉଥିଲେ। ତେଣୁକରି ଦେବତା ଓ ମନୁଷ୍ୟ ମାନଙ୍କ ମଧ୍ୟରେ ନିଆଁ ଥିଲା ବା ଆଗ ଥିଲା। କଣ ନା ଗୋଟେ ହଉଛି ମାଧ୍ୟମ, ଗୋଟେ ହଉଛି ମଧ୍ୟସ୍ଥ। ଏବଂ ଅଗ୍ନିଙ୍କ ପାଇଁ ମଧ୍ୟ 200ଟି ମନ୍ତ୍ର ରହିଛି। ଏବଂ ଟିକେ ପୂର୍ବରୁ ତମକୁ ସମ ବିଷୟରେ କହିଥିଲି। ସୋମବାର କି ନା ସମ ହଉଛି ଗୋଟେ ପାନୀୟ ପଦାର୍ଥ, ଲାଇକ୍ ଗୋଟେ ଏନର୍ଜି ଡ୍ରିଙ୍କ। ତୁମେ ଯେମିତି ପିଇଲେ ଟାଟା ଗ୍ଲୁକୋଜ ପିଉଛ, ସ୍ପ୍ରାଇଟ୍ ପିଉଛ, କିଏ 10 ଟଙ୍କିଆ କାଚ ଥମ୍ସଅପ୍ ପିଉଛ, କିଏ ଯଦି ପେପ୍ସି, କୋକା କୋଲା, ଯାହାର ଇଚ୍ଛା ଅଛି, ହଁ ନା ନାଇଁ, ସେଇ ଟାଇପର ଗୋଟେ ପିଲେ ଏନର୍ଜି ଡ୍ରିଙ୍କ କୋଉମାନେ ପାନ କରୁଥିଲେ, ରାଜା ମାନେ ପାନ କରୁଥିଲେ। ଗୋଟେ ପେୟ ପଦାର୍ଥ ନା ପେୟ ପଦାର୍ଥ ଦେବତା ବୋଲି ମଧ୍ୟ କୁହାଯାଏ। ଲୋକମାନେ ସେ ଗଛକୁ ମଧ୍ୟ ପୂଜା କରୁଥିଲେ। ଏକଥା କୋଉଠି ଲିଆହେଇଛି ନା ଏହା 9 ନମ୍ବର ସୂକ୍ତରେ କଣ କୁହାଯାଇଛି, ସମ ବିଷୟରେ ଚର୍ଚ୍ଚା କରାଯାଇଛି ଏ 9 ନମ୍ବର ସୂକ୍ତରେ ପିଲେ ହେଲା। ଏବଂ ଏଠାରେ ସମରସ ବନେଇବାର ବିଧି ବିଷୟରେ କୁହାଯାଇଛି। କେମିତି ବନେଇବ, ଏ 9 ନମ୍ବର ସୂକ୍ତରେ କଣ କୁହାଯାଇଛି ନା କେମିତି ତାହାକୁ ମ୍ୟାନୁଫ୍ୟାକ୍ଚରିଂ କରାହବ, କେମିତି ତିଆରି କରାହବ, କେମିତି ତାକୁ ତିଆରି କରିକି ତୁମେ ମାନେ ଢୋକ ସକାଳୁ ମାରିଦବ ପିଲେ, ବୁଝୁଛ ନା ନାଇଁ, କିଭଳି ତାହାକୁ ପାନ କରିବ। ଏବଂ ତାହା କୋଉଠି ପିଲେ ନା ହିମାଳୟର ମୁଞ୍ଜମତ ପାହାଡରୁ ଏକ ଔଷଧ ତିଆରି କରାଯାଉଥିଲା ବା ଔଷଧରୁ ଏହାକୁ ନିର୍ମାଣ କରାଯାଉଥିଲା ବୋଲି କୁହାଯାଉଥିଲା। ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲେ ମନେ ରଖିବ, ଏଇ ଯୋଉ କହିଲା ସମ କେଉଁ ସ୍ଥାନରୁ ମିଳେ, ସେଇଟା ହଉଛି ପିଲେ ହିମାଳୟର ମୁଞ୍ଜବତ ପାହାଡରୁ। କୋଉଠୁ, ହିମାଳୟର ମୁଞ୍ଜବତ ପାହାଡରୁ ପିଲେ ମିଳେ। କୋଉଠି ମିଳେ, ହିମାଳୟର ମୁଞ୍ଜବତ ପାହାଡ। ଏଇଟା ପିଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ, ନିଶ୍ଚିତ ରୂପରେ ଏହାକୁ ମନେ ରଖିବ। ଏଗୁଡାକ ତମେ ମନେ ରଖ ନ ମନେ ରଖ ସେଥିରେ କିଛି ପିଲେ ଯାଏ ଆସେ ନାହିଁ, କିନ୍ତୁ ଏଇ ମୁଞ୍ଜବତ ଜିନିଷଟା ମନେ ରଖିବ। ପରୀକ୍ଷାରେ ତୁମେ ନିଶ୍ଚିତ ଏହାକୁ ନେଇକି ପିଲେ ପ୍ରଶ୍ନ ସେ ନିଶ୍ଚିତ ଆସେ ପିଲେ, ବୁଝୁଛ ନା ନାଇଁ। ଏଇ ମୁଞ୍ଜବତ ୱାର୍ଡ ଟା ତମେ ନିଶ୍ଚିତ ରୂପରେ ମନେ ରଖିବ। ତାପରେ ଆମେ ଦେଖିବା କେତେ ଗୁଡିଏ ତଥ୍ୟ ସର୍ଟ ନୋଟ ଗୁଡାକ। କଣ କଣ ନା ପ୍ରସିଦ୍ଧ ବାକ୍ୟ ହେ ଅସତୋମା ସଦ୍ଗମୟ, କଣ ଅସତୋମା ସଦ୍ଗମୟ ସବୁଠାରୁ ବେଦର ପ୍ରସିଦ୍ଧ ବାକ୍ୟ ଅଟେ ପିଲେ। ସେଇଭଳି ଋଗ୍ ବେଦର ସୂକ୍ତ ଗୁଡିକ ବାର୍ତ୍ତାଳାପ ମାଧ୍ୟମରେ ବ୍ୟବହାର କରାଯାଉଥିଲା। ପ୍ରାୟ କଥାବାର୍ତ୍ତା ହେଉଥିବାର ଦେଖା ଯାଇଛନ୍ତି ପିଲେ, ବୁଝୁଛ ନା ନାଇଁ। ଋଗ୍ ବେଦରେ ବ୍ୟାସ ଉଦାହରଣ ଦେଇକି କହିଲା, ଋଗ୍ ବେଦରେ ଯିଏ ବ୍ୟାସ ସେ କଣ କରିଥିଲେ, ସତଲଜ ନଦୀ ଆଉ ପିଲେ ଋଗ୍ବେଦରେ ବିଶ୍ୱାମିତ୍ର, କିଏ ଋଗ୍ବେଦରେ ବିଶ୍ୱାମିତ୍ର, ଯିଏ କି ବ୍ୟାସ ଆଉ ସତଲଜ ନଦୀ ସହିତ କଥାବାର୍ତ୍ତା ହଉଥିବାର ପ୍ରମାଣ ମିଳିଛି। ଋଗ୍ବେଦରେ ପ୍ରମାଣ ମିଳିଛି, କଣ ପ୍ରମାଣ ମିଳିଛି ନା ଜଣେ ବିଶ୍ୱାମିତ୍ର ଋଷି ଥିଲେ, ଯିଏକି ପିଲେ ବ୍ୟାସ ଓ ସତଲଜ ନଦୀ ସହିତ କଥାବାର୍ତ୍ତା ହଉଥିବାର ପିଲେ ପ୍ରମାଣ ମିଳେ। ପ୍ରଶ୍ନ ମଧ୍ୟ ଦେଖିଛୁ ପିଲେ ଆମେ ମାନେ ପୁରୁଣା ପ୍ରଶ୍ନ ଗୁଡିକରେ ଆମେ ଦେଖିଛୁ ଏଇ ଲାଇନ ଟା ପରଫେକ୍ଟ, ଏଇ ଲାଇନ ଟା पचारिछि पिले ये लाइन टा पचारिछि ना रुक इस उक्ति सही है कि गलत है। विश्वामित्र ने ऋग्वेद में विश्वामित्र व्यास और सतलज नदी के साथ बात करते थे। एमिति मध्य पचारिछि ना ऋग्वेदरे व्यास और सतलज नदी विषय वर्णना करा जायछि। बुझिछ ना नहीं एई लाइन टा पिले पचारिछि, तेणु करी एई लाइन मध्य तुम मानकर मोस्ट इंपोर्टेंट रहिबो पिले। एभଳି विश्वामित्र तृतीय मंडलर देवता थे, ऋषि थिले, तृतीय मंडलर कर्ता थिले बा ऋषि थिले। ସେଇଭଳି ପିଲେ ବିଶ୍ୱାମିତ୍ର କଣ ନଦୀ ମାନଙ୍କ ମଧ୍ୟରେ କଥାବାର୍ତ୍ତା ହେବା ଏବଂ ଏଇ ଇଏରେ ତୃତୀୟ ମଣ୍ଡଳରେ ରଥ, ଗାଡି, ଘୋଡା ଆଦିର ଶବ୍ଦର ବ୍ୟବହାର କରାଯାଇଛି ବୋଲି କୁହାଯାଇଛି। କଣ ବୋଲି କୁହାଯାଇଛି, ବିଶ୍ୱାମିତ୍ର ଓ ନଦୀ ମାନଙ୍କ ମଧ୍ୟରେ କଥାବାର୍ତ୍ତାରେ କଣ କଣ ସେମାନେ ଯଦି କଥା ହଉଥିଲେ, କଣ କଣ ସେ ବିଷୟରେ କଥା ହଉଥିଲେ, ସେ ୱାର୍ଡ ଗୁଡାକୁ ମିଳିଛି ପିଲେ, ହେଉଛି ରଥ ଗାଡି ବା ରଥ ଗାଡି, ଘୋଡା, ଗାଈ, ଏଇଭଳି ଶବ୍ଦ ଗୁଡାକର ପିଲେ ବ୍ୟବହାର ମିଳିଛି। ସେମାନେ ଏଇ ଶବ୍ଦ ଗୁଡାକ ପ୍ରୟୋଗ କରିଛନ୍ତି, ବୁଝୁଛ ନା ନାଇଁ। ଏବଂ ଋଗ୍ବେଦରେ ପିଲେ 7ଟି ସପ୍ତ ସିନ୍ଧୁ କହିଥିଲି ପିଲେ ତମାନଙ୍କୁ ଟିକେ ପୂର୍ବରୁ, କଣ ନା ଯାହା କହିଥିଲି, କଣ କଣ କହିଥିଲି ସପ୍ତ ସିନ୍ଧୁ ନା ସରସ୍ୱତୀ, ବିତସ୍ତା, ଇନ୍ଦ୍ରାବତୀ ବା ଇରାବତୀ, ଚନ୍ଦ୍ରଭାଗା, ଶତଦ୍ରୁ ଆଉ କଣ ସରସ୍ୱତୀ ଆଉ ଗୋଟେ ବିପାଶା। ଏଭଳି ପିଲେ ଯୋଉ 7ଟା କହିଥିଲି, ଏ 7ଟା ନଦୀ ମଧ୍ୟରୁ ପିଲେ ସବୁଠାରୁ ପବିତ୍ରତମା ନଦୀ ହଉଛି ସରସ୍ୱତୀ, ସିନ୍ଧୁ, ଗଙ୍ଗା, ଯମୁନା। ଏ ନଦୀର ପିଲେ ବର୍ଣ୍ଣନା କରାଯାଇଅଛି।
ଆଦି ନଦୀର ବର୍ଣ୍ଣନା କରାଯାଇଛି ଓ ଏଇ ସିନ୍ଧୁ ନଦୀକୁ ସବୁଠାରୁ ପିଲେ ମହତ୍ୱପୂର୍ଣ୍ଣ ନଦୀ ବୋଲି କୁହାଯାଏ। ଏଗୁଡି ଯୋଉ ପବିତ୍ର ନଦୀ ଗୁଡାକ ଥିଲା, ଏ ନଦୀ ଗୁଡିକ ମଧ୍ୟରୁ ସିନ୍ଧୁ ନଦୀକୁ ପିଲେ ସବୁଠୁ ମହତ୍ୱପୂର୍ଣ୍ଣ ନଦୀ ବୋଲି କୁହାଯାଇ ଅଛି। ଏବଂ ତାପରେ ଏଇଟା ହଉଛି ପିଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷଟା କଣ ଦେଖ ନା, ସବୁଠାରୁ ବେଷ୍ଟ ପବିତ୍ର ନଦୀ, ସବୁଠାରୁ ବେଷ୍ଟ ପବିତ୍ର ନଦୀ, ସବୁଠାରୁ ମହତ୍ୱପୂର୍ଣ୍ଣ ନଦୀ କହିଲା କଣ ନା ସେ ହଉଛି ସିନ୍ଧୁ ନଦୀ। କିନ୍ତୁ ସବୁଠାରୁ ଭଲ ଏବଂ ସବୁଠାରୁ ସ୍ୱଚ୍ଛ ଏବଂ ସବୁଠାରୁ ପବିତ୍ର ନଦୀ ହଉଛି ପିଲେ ସରସ୍ୱତୀ ନଦୀ। କି ନଦୀ? ସବୁଠାରୁ ପବିତ୍ର ନଦୀ ହଉଛି, ସବୁଠାରୁ ମୋଷ୍ଟ ପବିତ୍ର ନଦୀ, ସବୁଠାରୁ ବେଷ୍ଟ, ବୁଝିଛ ନା ନାଇଁ? ପବିତ୍ର ନଦୀ ହଉଛି ପିଲେ ସରସ୍ୱତୀ ନଦୀ, ଯାହାର କି ଅନ୍ୟ ନାମ ହଉଛି ମାତେ ତମା, ଦେବୀ ତମା, ନଦୀ ତମା। ମନେ ରଖିବ ପିଲେ ଏଇଟା, ବୁଝୁଛ ନା ନାଇଁ? କଣ? ମାତେ ତମା, ଦେବୀ ତମା, ନଦୀ ତମା। ସରସ୍ୱତୀ ନଦୀର ଅନ୍ୟ ନାମ ଏଇଟା ପିଲେ ଏନସିଇଆରଟି ସିଲାବସରେ ଦେଇଛି। ଯେତେବେଳେ ବିଷୟ ପଢିବ ସରସ୍ୱତୀ ନଦୀର ଏଇ ସବୁ ଅଲଗା ଅଲଗା ନାଁ ଥିଲା ବୋଲି ସେ ପିଲେ କହିଛି, बुझे ना नहीं? ये जिन को मन रखियो। और ऋग्वेद में मवेशियों, बच्चों, घोड़ों की प्रति प्राप्ति के लिए प्रार्थना की गई थी। अर्थात जो ऋग्वेद पिले विभिन्न जिनस गुड़ी को कौन करने प्राप्त करने, बुझे ना नहीं? जमती कि कहला पिले कौन कौन मवेशियों बच्च, जमती कि पिले पशुपालक मनकर से कौन करुला तार अधिक रु अधिक पशु हो बा अधिक रु अधिक गृहपालित पशु ता घर रुहंतु, बुझे ना नहीं? तार अधिक रु अधिक संख्यार से आउर केमती पशु पालन कर परिवो, सेति मध्य से कौन करला प्रार्थना करथला, जमती कि घोड़ा प्राप्ति, गाई घोड़ा छेली मेंढा, बुझे ना? खास कर समस्ते घोड़ा, से समय अधिकांश घोड़ार प्राधान्य थिला बेले, कहीं घोड़ा माध्यम कौन करथिले गोटे स्थान अन्य स्थान को जिनस नेबा आनिबा এবং ସେମାନେ ଯାତାୟାତ କରିବାରେ ସେମାନଙ୍କୁ ସୁବିଧା ହଉଥିଲା। ତେଣୁକରି ସେମାନେ ଏଇ ଋଗ୍ବେଦରେ କୁହାଯାଇଛି ନା ସେ ଲୋକମାନେ କଣ କରୁଥିଲେ, ବିଭିନ୍ନ ପଶୁ ପକ୍ଷୀ ମାନଙ୍କୁ ପ୍ରାପ୍ତ କରିବା ପାଇଁ ମଧ୍ୟ କଣ କରୁଥିଲେ, ପ୍ରାର୍ଥନା କରୁଥିଲେ। ଘୋଡ଼ା ମାନଙ୍କୁ ପିଲେ ଯୁଦ୍ଧରେ ରଥ ଟାଣିବା ପାଇଁ ବ୍ୟବହାର କରାଯାଉଥିଲା। ଟିକେ ପୂର୍ବରୁ ତମାନଙ୍କୁ କହିଲି ସେମାନେ ଘୋଡ଼ାର ବ୍ୟବହାର କରୁଥିଲେ ଅଧିକାଂଶ, ତେଣୁକରି ସେମାନେ ଘୋଡ଼ା କୋଉଥିପାଇଁ ବ୍ୟବହାର କରୁଥିଲେ, ଖାସ କରି ସେମାନେ ଯୁଦ୍ଧରେ ରଥ ଟାଣିବା ପାଇଁ ସେମାନେ ବ୍ୟବହାର କରୁଥିଲେ। ଯୁଦ୍ଧରେ ସାଧାରଣତଃ ମବେଶୀ, ଜମିନ ଓ ପାଣି ପାଇଁ ପିଲେ, ସାଧାରଣତଃ ପିଲେ ସମାଜରେ ଆଧୁନିକ ସମାଜ ହଉ ବା ପୁରାତନ ସମାଜ ହଉ ପିଲେ କୋଉଥିପାଇଁ ଅଧିକାଂଶ ଗଣ୍ଡଗୋଳ ହୁଏ ନା ଜମି ବାଡି ପାଇଁ ଗଣ୍ଡଗୋଳ ହୁଏ ନା ହୁଏନି? ହୁଏ ନା ହୁଏନି? ବୁଝିଲ ନା ନାଇଁ? ସେ ସମୟରେ ପିଲେ ମଧ୍ୟ ମବେଶୀ ମାନେ ପଶୁ ପକ୍ଷୀ ମାନଙ୍କୁ ପ୍ରାପ୍ତ କରିବା ପାଇଁ ମଧ୍ୟ ଯୁଦ୍ଧ ହଉଥିଲା। ଯେମିତିକି ପିଲେ ତମେ ଜାଣିଛ ଅଶ୍ୱମେଧ ଯଜ୍ଞ, ହଁ ନା ନାଇଁ? ସେଇଭଳି ପିଲେ ଜମିନ ପାଇଁ ବା ଜମି ବାଡି ପାଇଁ ଏବଂ ପାଣି ପାଇଁ ମଧ୍ୟ କଣ କରୁଥିଲେ, ଯୁଦ୍ଧ କରୁଥିଲେ। କେମିତି ପାଣି ପାଇଁ ଭାଇ? ପାଣି ତ ସମସ୍ତଙ୍କ ପାଖରେ ଆଭେଲେବୁଲ, 20 ଟଙ୍କା ଦେଲେ ତ ଦୋକାନରେ ତ ବୋଟଲ ମିଳିଯିବ ନା ପିଲେ। ସେମାନେ ନିଜ ରାଜ୍ୟକୁ ବିସ୍ତାର କରିବା ପାଇଁ ଦେଖିବ ପିଲେ ପ୍ରତ୍ୟେକ ରାଜ୍ୟ ତଳେ ଗୋଟେ ଗୋଟେ ନଦୀ ନିଶ୍ଚିତ ରହୁଥିଲା ପିଲେ। ସେମାନେ ନିଜର ରାଜ୍ୟର ସୀମା, ଗୋଟେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସୀମା ବର୍ଦ୍ଧନ କରୁଥିଲେ ଗୋଟେ ନଦୀ, ନା ଏ ନଦୀରୁ ଆରମ୍ଭ କରିକି ସେ ନଦୀ ପର୍ଯ୍ୟନ୍ତ ଯେତିକି ଭୂଖଣ୍ଡ ଅଛି ସେତିକିର ସମ୍ରାଟ ମୁଁ ହେବି, ସେଥିର ରାଜା ମୁଁ ହେବି, ହଁ ନା ନାଇଁ? ଏଇଭଳି ଭାବରେ ତେଣୁକରି ସେ ସମୟରେ ମଧ୍ୟ ନଦୀର ମଧ୍ୟ ପିଲେ ପ୍ରାଧାନ୍ୟ ରହୁଥିଲା। ସେଇଥିପାଇଁ ମଧ୍ୟ କଣ ଥିଲା, ଯୁଦ୍ଧ ହଉଥିଲା। ଯୁଦ୍ଧରୁ ପ୍ରାପ୍ତ ହଉଥିବା ଲୋକମାନଙ୍କୁ ବା ଯାହା କିଛି ବି ସେମାନେ ଧନ ସମ୍ପତ୍ତି ପିଲେ ଅର୍ଜନ କରୁଥିଲେ, ସେଥିରୁ ପିଲେ 50% ଯିଏ ସର୍ଦ୍ଦାର ବା 50% ଯିଏ ମୁଖ୍ୟ, ଯିଏ ରାଜା, ତାଙ୍କ ପାଖକୁ ଯାଉଥିଲା। ଆଉ ଅଳ୍ପ କିଛି ଯଜ୍ଞ ଆଦି କାର୍ଯ୍ୟରେ ଲାଗୁଥିଲା, ଆଉ ଅଳ୍ପ କିଛି ପିଲେ ପୁରୋହିତଙ୍କୁ ଦିଆଯାଉଥିଲା, ଆଉ ଯାହା କିଛି ବି ବଳକା ହେଉଥିଲା ତାହା ଆମ୍ ଆଦମୀକୁ ଦିଆଯାଉଥିଲା, ମାନେ ସାଧାରଣ ଲୋକମାନଙ୍କୁ ଦିଆଯାଉଥିଲା। ମନେକର ଯାହା ଆଇଲା 50% କରାହେଇଗଲା, ଆଉ ଯାହା 50% ରହିଲା ଏଇ 4 ଜଣଙ୍କୁ କିଏ କିଏ, ଏକ ହଉଛି ପୁରୋହିତ, 2 ହଉଛି କଣ ଯଜ୍ଞ ପାଇଁ ଦିଆଗଲା, 3 ହଉଛି ଗରିବ ଲୋକମାନଙ୍କ ପାଇଁ, ଆଉ ହଁ 3 ନ 4 ଭାଗରେ ହେଲା ରେ, 3 ଭାଗରେ ଏମାନେ ସବୁ ଭାଗି ବାଣ୍ଟିକି ନଉଥିଲେ, ବୁଝୁଛ ନା ନାଇଁ? ଆଉ ସୈନ୍ୟ ମାନଙ୍କ ପାଇଁ ମଧ୍ୟ ଗୋଟେ ପାର୍ଟ ରଖାଯାଉଥିଲା, ସେଇଟା ମହାଜନ ପଦରେ ଆମେ ପଢିବା, ହେଲା ପିଲେ। ଏଇଭଳି ଭାବରେ ପିଲେ ସେମାନେ ଯୁଦ୍ଧ କରୁଥିଲେ ଏବଂ ସାଧାରଣତଃ ଯୁଦ୍ଧ କାହା ପାଇଁ ହଉଥିଲା, ମବେଶୀ, ଜମିନ ଓ ପାଣି ପାଇଁ। ଏବଂ ଯୋଉ ଯୁଦ୍ଧରେ ଯୋଉ ଲୋକମାନେ ପରାସ୍ତ ହଉଥିଲେ, ପ୍ରାୟ ଅଧିକାଂଶ ଲୋକ ପିଲେ ହାରି ଯାଉଥିବା ଲୋକକୁ ବନ୍ଦୀ କରାଯାଉଥିଲା। କଣ କରାଯାଉଥିଲା ନା ଅଧିକାଂଶ ଲୋକକୁ ବନ୍ଦୀ କରି ଦିଆଯାଉଥିଲା। ତାପରେ ନା ଯଜ୍ଞରେ ଘି, ଅନାଜ, ଜାନवर की बलि की आहुति ଦିଆଯାଉଥିଲା। କହିଲା କଣ ନା ଯଜ୍ଞ ଯେଉଁ ହଉଥିଲା, ସେ ଯଜ୍ଞରେ ଘିଅ ଆଉ ଅନାଜ ବା ଫସଲ, ବିଭିନ୍ନ ପ୍ରକାର ଜାନବର ଗୁଡିକୁ ମଧ୍ୟ କଣ କରାଯାଉଥିଲା ନା ସିଦ୍ଧି ପାଇଁ ବଳି ମଧ୍ୟ ଦିଆଯାଉଥିଲା।
ଋଗ୍ବେଦରେ ଗୋଟେ କଥା କହୁଛି ପିଲେ, ବର୍ତ୍ତମାନ ଇମ୍ପୋର୍ଟାଣ୍ଟ ଜିନିଷଟା ମନ ଦେଇକି ଶୁଣିବ ହେଲା। ଋଗ୍ବେଦରେ ବିଷ୍ ଓ ଜନର ବ୍ୟବହାର ଦେଖିବାକୁ ମିଳିଛି। ଦୁଇଟି ଶବ୍ଦ, ଗୋଟେ ହଉଛି ବିଷ୍ ଆଉ ଗୋଟେ ହଉଛି ଜନ୍। ବିଷ୍ ଆଉ ଜନ୍ ଏଇଭଳି ଦୁଇଟି ଶବ୍ଦର ବ୍ୟବହାର ଦେଖିବାକୁ ମିଳିଛି, ଯୋଉଥିରେ ପିଲେ ଦେଖ ନା ଯେମିତି କି କଣ ପୁରୁଜନ ୟା ବିଷ୍, ଭାରତଜନ ୟା ବିଷ୍, ୟୁଦଜନ ବା ବିଷ୍, ୟଦୁଜନ ୟା ବିଷ୍, ଏଇଭଳି ଭାବରେ ଏହାର ପିଲେ ନାମକରଣ ହେଇଥିବାର ଉଲ୍ଲେଖ ରହିଛି। ତାହାକୁ ବୁଝିବା ପାଇଁ ତୁମମାନଙ୍କୁ ଟିକେ ସର୍ଟକଟରେ ତୁମମାନଙ୍କୁ ବୁଝେଇ ଦଉଛି ପିଲେ। ନା ସେ ସମୟରେ ସାମାଜିକ ସ୍ତରରେ ସବୁଠାରୁ ପ୍ରଥମ ସ୍ତର ଥିଲା ପିଲେ ପରିବାର, ଯାହାକୁ ପିଲେ କୁହାଯାଉଥିଲା କୂଳ, ଯାହାକୁ କୁହାଯାଉଥିଲା କୂଳ। ଟିକେ ପିଲେ ତୁମମାନଙ୍କୁ ସାହିତ୍ୟ ଭିତ୍ତିକ କଥା କହିଦିଏ, ତୁମମାନେ ତ ନିଶ୍ଚିତ ଜାଣିଛ। ଦେଖ ପିଲେ କୂଳ ଆଉ ଗୋଟେ ହଉଛି କୂଳ, ଏ ଦିଟି ଶବ୍ଦର ଅର୍ଥର ପିଲେ ଅର୍ଥ ହଉଛି ଭିନ୍ନ। ଏ ଶବ୍ଦର ଅର୍ଥ କଣ? ଏ ଶବ୍ଦର ଅର୍ଥ କଣ କୁହ ମତେ? ବଂଶ। ଏ ଶବ୍ଦର ଅର୍ଥ କଣ କୁହ ମତେ? ନଦୀ କୂଳ। ଭେରି ଗୁଡ, ତମାନେ ତ ନିଶ୍ଚିତ ଜାଣିଛ ପିଲେ, ବୁଝିଛ ନା ନାଇଁ? କେବଳ ତମାନଙ୍କୁ ଖାଲି ପଚାରିଦେଲି, କଣ କରିଦେଲି? ତମାନଙ୍କୁ ଟିକେ ଖାଲି ପଚାରିଦେଲି ହେଲା। ଏହାକୁ ସମ ଉଚ୍ଚାରିତ ଶବ୍ଦ ବୋଲି କୁହାଯାଇଥାଏ। ସମ ଉଚ୍ଚାରିତ ଭିନ୍ନାର୍ଥବୋଧକ ଶବ୍ଦ ହେଲା। ତେବେ ତମେ ତ କହିବ ଭାଇ ତ ତମେ ହିଷ୍ଟ୍ରି ପଢିବା ଲୋକ, ସାହିତ୍ୟ କାହିଁକି ପଢଉଛ? ମୁଁ ପିଲେ ଟିକେ ତମକୁ ପଚାରିଦେଲି ଗୋଟେ ଖୁସିରେ ଆଉ, ବୁଝିଲା ନାଇଁ? ତେବେ ପିଲେ ଏଇ ଯୋଉ କୂଳ ଆଇଲା, ଏ କୂଳ ହଉଛି ପିଲେ ବଂଶ। କଣ ଏ କୂଳ ହଉଛି କଣ ନା ବଂଶ। ତାଙ୍କର ପିଲେ ମୁଖ୍ୟ ଥିଲା ପିଲେ ବଂଶ ବା ପରିବାର, ଏବଂ ସେ ପରିବାରର ମୁଖ୍ୟକୁ କୁହାଯାଉଥିଲା କୁଳପ। ସେ ପରିବାର ମୁଖ୍ୟକୁ କଣ ବୋଲି କହୁଥିଲା? କୁଳପ, ବା ଓଡିଆରେ ଯଦି କହିବା ଆମେ କୁଳପତି, ବୁଝୁଛୁ ନା ନାଇଁ? ପରିବାରର ମୁଖ୍ୟଙ୍କୁ କୁହାଯାଉଥିଲା କୁଳପ। ସେଭଳି କେତେ ଗୁଡିଏ ପରିବାକୁ ନେଇକି ପିଲେ କଣ କରାଉଥିଲା ନା ଗ୍ରାମ ଗଠନ କରାଉଥିଲା। ଗ୍ରାମକୁ ମୁଖ୍ୟଙ୍କୁ କୁହାଯାଉଥିଲା ଗ୍ରାମଣୀ, ଗ୍ରାମର ମୁଖ୍ୟଙ୍କୁ ଗ୍ରାମଣୀ ବୋଲି କୁହାଯାଉଥିଲା। ଆଉ କେତେ ଗୁଡିଏ ଗ୍ରାମକୁ ନେଇ କଣ କରାଯାଉଥିଲା ନା ବିଷ୍ ଗଠନ କରାଯାଉଥିଲା। ବିଷ୍ ର ମୁଖ୍ୟଙ୍କୁ କୁହାଯାଉଥିଲା ବିଷପତି, ଏବଂ କେତେ ଗୁଡିଏ ବିଷ୍ କୁ ନେଇ ଜନ୍ ଗଠନ କରାଯାଉଥିଲା, ଏବଂ ଜନର ମୁଖ୍ୟକୁ କୁହାଯାଉଥିଲା ଜନପତି, ଯିଏକି ସ୍ଵୟଂ ରାଜା ହଉଥିଲେ, ଯିଏକି ସ୍ଵୟଂ ରାଜା ଥିଲେ। ପ୍ରତ୍ୟେକ ଗୁଡିଏ କଣ ନା ବିଷ୍ କୁ ନେଇକି ବିଷପତି ଗଠନ କରାଯାଇଥିଲା, ଏବଂ ବିଷ୍ କୁ ନେଇକି କଣ କରାଯାଇଥିଲା? ଜନ ଗଠନ କରାଯାଇଥିଲା, ଏବଂ ଜନର ମୁଖ୍ୟଙ୍କୁ କୁହାଯାଉଥିଲା ଜନପତି। କଣ ବୋଲି କହୁଥିଲା? ଜନପତି ବୋଲି କୁହାଯାଉଥିଲା। ଏଇଟା ବୁଝିହେଲା ନା ବୁଝିହେଲାନି? ଏଇ ଡାଇଗ୍ରାମ ଟା ବୁଝିହେଲା ସମସ୍ତଙ୍କୁ? ଏ ଡାଇଗ୍ରାମ ସମସ୍ତଙ୍କୁ ବୁଝିହେଲା? ଓକେ, ଯିବା। ହଁ ସବୁ ମାଉନ୍ଦିଆ ଭଳିଆ ହଉଛୁ କିରେ, ଟିକେ ଚାଲାକି ଫୁର୍ସତ ଦଉନ, ସିଧା ବସ, ଅଣ୍ଟା ସିଧା କରି ଟିକେ ବସି ପଡ, ଟିକେ ଭାଙ୍ଗି ବୁଡି ହେଇଯାଅ। ଆଉ ଟିକେ ଦେଖିବା, ଗୋଟେ ସେକେଣ୍ଡ ପିଲେ, ବେକ୍ ହେଇଗଲା। ବିଷ୍, ଆରେ ତମାନଙ୍କୁ କହୁଛି ପରା, ଦେଖ ତମାନଙ୍କୁ ଆଉଥରେ ଟିକେ ମୁଁ ପଲିଟିକାଲ ପଢେଇଲେ ଏଇ ଜିନିଷଟା ତମେ ବୁଝିପାରିବ। ଦେଖ ଭଲରେ ବୁଝିବ। କେତେ ଗୁଡିଏ ୱାର୍ଡକୁ ନେଇକି ଗୋଟେ କଣ ହୁଏ? ଗୋଟେ ପଞ୍ଚାୟତ ହୁଏ। କେତେ ଗୁଡିଏ ପଞ୍ଚାୟତକୁ ନେଇକି ଗୋଟେ ବ୍ଲକ ହୁଏ। କେତେ ଗୁଡିଏ ବ୍ଲକକୁ ନେଇକି ଗୋଟେ କଣ ହୁଏ? ଜିଲ୍ଲା ହୁଏ। କେତେ ଗୁଡିଏ ଜିଲ୍ଲାକୁ ନେଇକି ଗୋଟେ ରାଜ୍ୟ ହୁଏ। କେତେ ଗୁଡିଏ ରାଜ୍ୟକୁ ନେଇକି ଗୋଟେ କଣ ହୁଏ? ଦେଶ ହୁଏ। ହୁଏ ନା ହୁଏନି ମତେ କୁହ? କେତେ ଗୁଡେ ୱାର୍ଡକୁ ନେଇକି ଗୋଟେ ଗ୍ରାମ ପଞ୍ଚାୟତ ହେଲା। କେତେ ଗୁଡେ ପଞ୍ଚାୟତକୁ ନେଇକି ବ୍ଲକ ହେଲା। ବ୍ଲକରୁ କଣ ହେଲା? ଜିଲ୍ଲା ହେଲା। କେତେ ଗୁଡେ ଜିଲ୍ଲାକୁ ନେଇକି ରାଜ୍ୟ ହେଲା। କେତେ ଗୁଡେ ରାଜ୍ୟକୁ ନେଇକି କଣ ହେଲା? ଦେଶ ଗଠନ କରାଗଲା। ଠିକ ସେଇଭଳି କେତେ ଗୁଡିଏ ପରିବାରକୁ ନେଇକି ଗୋଟେ ଗ୍ରାମ ଗଠନ କରାଉଥିଲା। କେତେ ଗୁଡିଏ ଗ୍ରାମକୁ ନେଇକି ତାର ଉପର ଥିଲା କଣ ନା ବିଷ୍, ଯୋଉଟା କି ଆମେ ଜିଲ୍ଲା ବୋଲି ମଧ୍ୟ କହିପାରିବା, କୌଣସି ରାଜ୍ୟ ବୋଲି ମଧ୍ୟ କହିପାରିବା, ବୁଝୁଛ ନା ନାଇଁ? ଏବଂ କେତେ ଗୁଡିଏ ବିଷ୍ କୁ ନେଇକି ସେମାନେ ଜନ ବା ସେମାନଙ୍କର ସାମ୍ରାଜ୍ୟ ଗଠନ କରୁଥିଲେ, ଯାହାର ମୁଖ୍ୟ ଥିଲେ ପିଲେ ଜନପତି, ବୁଝୁଛ ନା ନାଇଁ? ଏଇଭଳି ତାହାକୁ କଣ କରାଯାଏ? ଡିଭାଇଡେସନ କରାଯାଏ। ତାର ନାଁଟା ହଉଛି ସେୟା। ମୁଁ ଏତିକି କନଫର୍ମେସନ ଦେଇପାରିବିନି ନା ସେ ସମୟରେ ନା ଗୋଟେ ପ୍ରଦେଶ ଥିଲା, ସେ ପ୍ରଦେଶକୁ ରାଜ୍ୟ ଥିଲା, ରାଜ୍ୟକୁ ଜିଲ୍ଲା ଥିଲା, ଏମିତି ମଧ୍ୟ ମୁଁ କହିପାରିବିନି। କାରଣ କାହାକୁ କଣ କହୁଥିଲା ତାର ଅର୍ଥ ମଧ୍ୟ ବୁଝିବା ପାଇଁ କଣ କରେ କୌଣସି ସଠିକ ପ୍ରମାଣ ନାହିଁ ବୋଲି ସେମାନଙ୍କୁ ବୁଝିବାକୁ ପଡିବ, ବୁଝୁଛ ନା ନାଇଁ? ସେମାନଙ୍କର ଛୋଟ ଛୋଟ ସବୁ ରାଜ୍ୟ ଥିଲା। ସେଇ ଛୋଟ ଛୋଟ ରାଜ୍ୟକୁ ସେମାନେ କଣ କରିଥିଲେ? କେତେ ଗୁଡିଏ ବିଷ୍ ରେ ଗଠନ କରିଥିଲେ। ସେ ବିଷ୍ ଗୁଡିକୁ କେତେ ଗ୍ରାମର ଗଠନ କରାଯାଇଥିଲା, ଏବଂ ଗ୍ରାମ ଗୁଡିକୁ କୋଉଥିରେ ଗଠନ ହେଲା? କେତେ ଗୁଡିଏ ପରିବାରକୁ ନେଇକି ଗଠନ କରାଯାଉଥିଲା। ସେମାନେ ଏମିତି 4ଟି ଷ୍ଟେପରେ ସେମାନେ ଶାସନ କରୁଥିଲେ ବୋଲି, ବୁଝୁଛ ନା ନାଇଁ? ଓକେ, ଯିବା। ଦେଖ
କଣ ନା ବୈଦିକ କାଳରେ ଲୋକମାନଙ୍କୁ ଆର୍ଯ୍ୟ ବୋଲି କୁହାଯାଉଥିଲା। ଏଇଟା ତ ତମମାନଙ୍କୁ ଟିକେ ପୂର୍ବରୁ ମୁଁ କହିଛି। ଏମାନଙ୍କୁ ଯେଉଁମାନେ ବିରୋଧ କରୁଥିଲେ ସେମାନଙ୍କୁ ପିଲେ ଦସ୍ୟୁ ବୋଲି କୁହାଯାଉଥିଲା। ଏମାନେ ତ ବେଦକୁ ଅଧ୍ୟୟନ କରୁଥିଲେ, ଭଗବାନଙ୍କ ଉପରେ ଭରସା କରୁଥିଲେ, ସମାଜରେ କଣ କରୁଥିଲେ, ଧର୍ମ ପ୍ରଚାର ପ୍ରସାର କରୁଥିଲେ ଏବଂ ଧର୍ମକୁ ବିଶ୍ୱାସ କରୁଥିଲେ। କିନ୍ତୁ ଏମାନଙ୍କୁ ଯୋଉମାନେ ବିରୋଧ କରୁଥିଲେ, ଯେଉଁମାନେ ଧର୍ମ ପ୍ରଚାର କରୁନଥିଲେ, ଏଇମାନଙ୍କୁ ସବୁ ବିରୋଧ କରୁଥିଲେ, ତମେ ଯଜ୍ଞ କାହିଁକି କରୁଛ, କାହିଁକି ସତରେ ତମେ ଗଛ ପୂଜା କରୁଛ, କି ତମେ କାହିଁକି ସେଗୁଡା ଖାଲି ଫାଲତୁ କାମ କରୁଛ, ଏଇଭଳି ଲୋକମାନଙ୍କୁ ପିଲେ କୁହାଯାଉଥିଲା କଣ ନା ଦସ୍ୟୁ ବୋଲି କୁହାଯାଉଥିଲା। ଏମାନେ ଯଜ୍ଞ କରୁନଥିଲେ, ଏମାନେ ଅଲଗା ଗୋଟେ ଭାଷାରେ କଥା ହଉଥିଲେ। ପରବର୍ତ୍ତୀ ସମୟରେ ଏମାନଙ୍କୁ ପିଲେ ଗୁଲାମ ବୋଲି କୁହାଗଲା। ପରବର୍ତ୍ତୀ ସମୟରେ ଏମାନଙ୍କୁ କଣ ବୋଲି କୁହାଗଲା ନା ଗୁଲାମ ବୋଲି କୁହାଗଲା। ଏବଂ ଯେତେବେଳେ ଯୁଦ୍ଧ ହଉଥିଲା ପିଲେ, ଯୁଦ୍ଧରେ ଉଭୟ ପୁରୁଷ ଓ ସ୍ତ୍ରୀ ମାନଙ୍କୁ ମଧ୍ୟ କଣ କରାଯାଉଥିଲା ନା ବନ୍ଦୀ କରାଯାଉଥିଲା। ସେମାନଙ୍କୁ ଯୋଉ ଟିକେ ପୂର୍ବରୁ କହିଲି, ସେମାନେ କଣ କରୁଥିଲେ, ଯୁଦ୍ଧ କରୁଥିଲେ। କୋଉଥିପାଇଁ ଯୁଦ୍ଧ କରୁଥିଲେ? ସାଧାରଣତଃ ମବେଶୀ ବା ପଶୁପାଳକ, ଜମିନ ଓ ପାଣି ପାଇଁ ଯୁଦ୍ଧ ହଉଥିଲା। ବୁଝିଲେ ନାଇଁ? ସେ ଯୁଦ୍ଧରେ ଯୋଉ ପରାସ୍ତ ହଉଥିଲେ ଉଭୟ ପୁରୁଷ ଓ ସ୍ତ୍ରୀ ମାନଙ୍କୁ ଉଭୟଙ୍କୁ କଣ କରାଯାଉଥିଲା, ବନ୍ଦୀ କରାଯାଉଥିଲା। ଏବଂ ଯେତେବେଳେ ଉତ୍ତର ପଶ୍ଚିମ ଭାରତରେ ଋଗ୍ବେଦ ରଚନା ହଉଥିଲା, ତାହାର ବିପରୀତ ଦିଗରେ ଅନେକ ସଂସ୍କୃତି ଦେଖାଇଥିଲା, ଯାହାକୁ କୁହାଯାଏ ମହାପାଷାଣ କାଳ। ତମକୁ ପୂର୍ବରୁ ପିଲେ ମହାପାଷାଣ କାଳ ବିଷୟରେ ମୁଁ ତମକୁ ନିଶ୍ଚିତ ପଢେଇଛି ନା ପଢେଇନି ମତେ କୁହ? ମନେ ଅଛି ନା ମନେ ନାହିଁ ମତେ କୁହ? ତମକୁ ପୂର୍ବରୁ ମୁଁ ମହାପାଷାଣ କାଳ ବିଷୟରେ କହିଥିଲି। ଯେତେବେଳେ କୌଣସି ଲୋକ ମରିଯାଏ, ତା ମୁଣ୍ଡ ଉପରେ ଗୋଟେ କଣ, ତା କବର ଉପରେ ଗୋଟେ ବିରାଟ ପଥର ରଖାଯାଏ, ବିରାଟ ପଥର ରଖାଯାଇଥାଏ, ହଁ ନା ନାଇଁ? ସେଇଭଳି ଯୁଗକୁ କଣ ବୋଲି କୁହାଯାଉଥିଲା ନା ମହାପାଷାଣ କାଳ। କୋଉଠି ଅଛି? ଗୋଟେ ଅଛି କର୍ଣ୍ଣାଟକର ବ୍ରହ୍ମଗିରି, ଆଉ ଗୋଟେ ତାମିଲନାଡୁର ଆଦି ଚିନ୍ନୁର, ହଁ ନା ନାଇଁ? ମନେ ରଖିବ ନିଶ୍ଚିତ। କାହାର ମନେ ଅଛି? ଓକେ, ମନେ ରଖିବ ପିଲେ। ଏତିକି ବୁଝିଲା ନା ବୁଝିଲାନି? ଏ ଟପିକଟା ଏଥିରେ ବୁଝିଲା, ଏଇ ଜିନିଷଟା ବୁଝିଲା। କିଛି ନାହିଁ ପିଲେ, ସବୁ କିଛି ସର୍ଟ ନୋଟ ଅଛି, ଅତି ସୁନ୍ଦର। ତୁମେ ନିଜେ ପଢିକି ବି ଏହାକୁ ତୁମେ ବୁଝିପାରିବ। କାରଣ ଏ ବିଷୟରେ ତୁମେ ପୂର୍ବ ବିଷୟ ଗୁଡାକ ତୁମେ ଜାଣିଛ, ଏଗୁଡିକ ଟିକେ 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 ଖାଲି ନୂଆ ମିଶେଇ ଚାଲିବ। କାହାକୁ କଣ କୁହାଯାଏ ଏବଂ ଇମ୍ପୋର୍ଟାଣ୍ଟ କଣ ତୁମକୁ ମୁଁ କହି ଚାଲୁଛି ପିଲେ। ତାପରେ ପିଲେ ଦେଖିବା ସଂସ୍କୃତ ଭାଷା। ଗୋଟେ ସେକେଣ୍ଡ। ହଁ, ତାପରେ ଆମେ ଦେଖିବା ସଂସ୍କୃତ ଭାଷା। କି ଭାଷା ନା ସଂସ୍କୃତ ଭାଷା। ଯେତେବେଳେ ଯେଉଁ ସଂସ୍କୃତ ଭାଷା ଥିଲା, ସେ ସଂସ୍କୃତ ଭାଷା କିଭଳି ଥିଲା ଆଉ କେଉଁଭଳି ଭାବରେ ବ୍ୟବହାର କରାହଉଥିଲା। ହେଲେ ଦେଖ, ଯୋଉମାନେ ବି ବର୍ତ୍ତମାନ ଓଷ୍ଟେଟ ପାଇଁ ପ୍ରିପାରେସନ କରୁଛ, ସେମାନେ ଏଇ ଟପିକଟାକୁ ନିଶ୍ଚିତ ବୁଝିପାରିବେ, ଏ ସଂସ୍କୃତ ଭାଷାଟାକୁ ନିଶ୍ଚିତ ବୁଝିପାରିବେ। कौन देखो ना, संस्कृत भारतीय परिवार का एक भाग है। कुछ भारतीय भाषाएं जैसे कि असमी, गुजराती, हिंदी, कश्मीर, सिंध और कई यूरोपीय भाषाएं हैं। अर्थात ना भारतीय भाषा, भारत ठारू यूरोपीय पर्यंत जो भाषा ताकू कहुए गोटे भारतीय भाषा परिवार। से भारतीय भाषा परिवार में संस्कृत गोटे भाषा अटे। एवं आसामी, गुजराती, हिंदी, काश्मीरी, सिंध, यूरोपीय ए सब गोटे गोटे पिले कौन ना भाषा। जैसे कि पिले कह जाउथला, देखो इंग्लिश, फ्रेंच, जर्मन, ग्रीक, कौन इटालियन, स्पेनिश जैसे भाषाएं इस भाषा का परिवार संबंधित है। ये भाषा रे गोटे गोटे माने सब भाषा को भाषा ना भारतीय भाषा आसंती। भारतीय भारत ठारू यूरोपीय पर्यंत तुम जो मैंने स्टेट पढ़ुच से निश्चित ए विषय निश्चित रूप से पढ़ी से सन्देह ना पिले। बुझे नहीं? कहे भारतीय भाषा। से भाषा भितर ए भाषा गुड़ाक सब आसी थाए पिले। ସେହି ସମୟରେ ପିଲେ ଋଗ୍ବେଦ ସମୟରେ ନା ବିଭିନ୍ନ କୋଣ ଅନୁକୋଣରେ ବିଭିନ୍ନ ପ୍ରକାର ଭାଷାର ମଧ୍ୟ ପରିଲକ୍ଷିତ ହେଇଥିଲା। ଯେମିତି ହେଉଛି ତିବ୍ବତ ପରିବାର, ତିବ୍ବତ ବର୍ମା ପରିବାର ଭାଷା, ଏମିତି ଦ୍ରାବିଡ଼ ଭାଷା ଏବଂ ମଧ୍ୟପ୍ରଦେଶ କେତେକ ଅଞ୍ଚଳରେ ଦେଖା ହେଇଥିବା କିଛି ଭାଷା ଗୁଡ଼ିକ ବିଷୟରେ ଆମେମାନେ ଆଲୋଚନା କରିବା। ଏବଂ ଏନସିଆରଟିରେ ଗୋଟେ କଲମ ଭିତରେ ଏଇ ବିଷୟଟାକୁ ଦେଇଛି, ଭାଷା ବିଷୟରେ କଣ କଣ ଦେଇଛି ସେ ବିଷୟରେ ଟିକେ ଦେଖିବା। ହେଲା, ଯଦି ବିଷୟ ଭିତରେ ଦେଇଛି, ଋଗ୍ବୈଦିକ ପିରିୟଡ଼ ବିଷୟ ଭିତରେ ଦେଇଛି, ତାହେଲେ ଆମେ ଏଇ ଜିନିଷକୁ ପଢିବାକୁ ପଡିବ। ଯେତେବେଳେ ତିବ୍ବତ ବର୍ମା ପରିବାର ଭାଷା କଣ ପିଲେ, ଏହା ଉତ୍ତର ପୂର୍ବ ଭାରତରେ ଅଛି। ଦେଖ, ଉତ୍ତର ପୂର୍ବ, ଏଇଟା ହଉଛି ପୂର୍ବ, ଏଇଟା ହଉଛି ପଶ୍ଚିମ, ଏଇଟା ହଉଛି ଉତ୍ତର, ଏଇଟା ହଉଛି ଦକ୍ଷିଣ। କଣ କହିଲା ନା ଉତ୍ତର ପୂର୍ବ। କି ପୂର୍ବ? ଉତ୍ତର ପୂର୍ବ। ତୁମେ ମାନେ ଦେଖିଛ ଭାରତ ମାନଚିତ୍ର ଯୋଉମାନେ ଦେଖିଥିବ, ଉତ୍ତର ପୂର୍ବ ଅଞ୍ଚଳରେ କଣ ଅଛି ନା ବର୍ମା, ତିବ୍ବତ, म्यांमार, ହଁ ନା ନାଇଁ? ଏସବୁ ରହିଛି ନା ନାଇଁ? ପୂର୍ବରେ ଆସାମ, ମଣିପୁର, ଯେମିତିକି ଆମେ ସେଭେନ ସିଷ୍ଟର୍ସ ବୋଲି କହୁଛେ ଯୋଉମାନଙ୍କୁ, ଆସାମ, ମିଜୋରାମ, ମଣିପୁର ଆଉ କଣ ସିକିମ ଆସୁନି,
ସିକିମ ତ ଯାଇକି ଏପଟେ ରହିଲା, ସିକିମ ଆସିବନି। ଯୋଉ ସେଭେନ ସିଷ୍ଟର୍ସ ଅଛନ୍ତି ବୁଝିଛ ନା ନାଇଁ, ସେଇଭଳି ସେଇ ଅଞ୍ଚଳ ଗୁଡିକ। ତ ସେଇ ଅଞ୍ଚଳରେ କଣ କରାଯାଇଥିଲା ନା ସେଇ ଅଞ୍ଚଳରେ ଦେଖା ଯାଇଥିଲା ତିବ୍ବତ ବର୍ମା ପରିବାର ଭାଷା। ଏବଂ ସେଠାରେ ତିବ୍ବତ ବର୍ମା परिवार का एक भाषा बोली जाती थी। ନା ଗୋଟେ ପରିବାରର ଭାଷା, ସେ ପରିବାରର ଲୋକମାନେ ସେ ଭାଷା ଗୁଡିକୁ ସେମାନେ କଣ କରୁଥିଲେ, ସେମାନଙ୍କର ନିଜସ୍ୱ ଗୋଟେ ଭାଷା ଥିଲା, ବୁଝିଲ ନା ନାଇଁ, ସେମାନଙ୍କର ନିଜସ୍ୱ ଗୋଟେ ଭାଷା ଥିଲା। ସେ ଭାଷାକୁ ନେଇକି ସେମାନେ କଣ କରୁଥିଲେ, ସମାଜରେ ଆଦାନ ପ୍ରଦାନ କରୁଥିଲେ, ନିଜର ଭାବକୁ ଆଦାନ ପ୍ରଦାନ କରୁଥିଲେ, ଯାହାକୁ କୁହାଯାଇଥିଲେ ତିବ୍ବତ ବର୍ମା ପରିବାର ଭାଷା। ଏବଂ ସେଇଭଳି ଦ୍ରାବିଡ଼ ଭାଷା ଭାରତର ପଶ୍ଚିମରେ ବା ସାଉଥରେ, ଯୋଉମାନେ ତୁମେ ସାଉଥ ଇଣ୍ଡିଆ ଫିଲ୍ମ ଦେଖୁଛ, ଭାରତର କଣ ସାଉଥରେ, ସେଟା ଗଲା ପୂର୍ବ ଉତ୍ତର ଗଲା, ବୁଝୁଛ ନା ନାଇଁ, ଏଇଟା ହଉଛି ସାଉଥ। ସାଉଥରେ ପିଲେ କଣ ଚାରୋଟି ଷ୍ଟେଟ, କଣ କଣ, ଗୋଟେ ହଉଛି ଆନ୍ଧ୍ରା, ତାମିଲନାଡୁ, କର୍ଣ୍ଣାଟକ, କେରଳ। ଆନ୍ଧ୍ରା ଦିଟା ପାର୍ଟରେ ହେଇଯାଇଛି, ଗୋଟେ ହଉଛି ସୀମାନ୍ଧ୍ର, ଆଉ ଗୋଟେ ହଉଛି ତେଲେଙ୍ଗାନା, ବୁଝୁଛ ନା ନାଇଁ। ବର୍ତ୍ତମାନ ସେଟା 5ଟା ପଳେଇଲାଣି, ପୂର୍ବରୁ 4ଟା ଥିଲା। ସେଇ ଯୋଉ ସାଉଥ ରେ ତାକୁ କୁହାଯାଏ ପିଲେ ଦ୍ରାବିଡ଼ ଭାଷା। କି ଭାଷା? ଦ୍ରାବିଡ଼ ଭାଷା। ସେମାନେ ଯୋଉ ଭଳିଆ ଭାଷା କହନ୍ତି ସେଗୁଡାକୁ କୁହାଯାଏ ଦ୍ରାବିଡ଼ ଭାଷା। ତାମିଲ, ତେଲୁଗୁ, କନ୍ନଡ ଆଉ ଗୋଟେ ମାଲୟାଲମ, ବୁଝୁଛ ନା ନାଇଁ, ସେମାନଙ୍କୁ କଣ କୁହାଯାଏ ନା ଦ୍ରାବିଡ଼ ଭାଷା ବୋଲି କୁହାଯାଏ। ସେଇ ସମୟରେ ସେମାନେ ଯୋଉ ଭଳିଆ ଭାଷା କହୁଥିଲେ ବା ଏ ଅଞ୍ଚଳରେ ଯୋଉ ଭାଷା ସହିତ ସମ୍ବନ୍ଧୀୟ ତାକୁ କୁହାଯାଏ ଦ୍ରାବିଡ଼ ଭାଷା। ତେଲୁଗୁରେ କହିବେ ନି ପେରୁ ଏଣ୍ଟି, ସେ କହିବ ମା ପେରୁ ଯାହା ତା ନା ଥିବ, ତାକୁ କହିବେ ନା ଏଲା ଉନାରୁ, ସେ କହିବ ବାଗୁନାରୁ, ବୁଝିପାରୁଛ ନା ନାଇଁ। କିଏ ଯଦି ପଚାରିବ ଏମ ଚେస్తుନାରୁ, ବୁଝିପାରୁଛ ନା ନାଇଁ, ଏଇଟା ହଉଛି ତେଲୁଗୁ ଭାଷା, ବୁଝିଛ ନା ନାଇଁ, ତେଲୁଗୁ ଭାଷା, ବୁଝିଲ ନା ନାଇଁ। ସେଗୁଡିକ ଏଇ ଭାଷା ଗୁଡିକ କୋଉ ଭାଷା ସହିତ ସମ୍ବନ୍ଧୀୟ ନା ଦ୍ରାବିଡ଼ ଭାଷା ପରିବାର ସହିତ ସମ୍ବନ୍ଧୀୟ। ସେଇଭଳି ପିଲେ ମଧ୍ୟପ୍ରଦେଶରେ, ଭାରତର ମିଡିଲ ଏରିଆରେ କେତେ ଗୁଡିଏ ଭାଷା ଦେଖାଯାଏ, ଯେମିତିକି ମଧ୍ୟପ୍ରଦେଶ, ଝାଡଖଣ୍ଡ ଓ ତାର ପାଖାପାଖି ଅଞ୍ଚଳରେ ନା ଆଷ୍ଟ୍ରୋ ଏସିଆଟିକ ପରିବାର ଭାଷା ଶୁଣା ଯାଇଥାଏ। आस्ट्रो एशियाटिक पारिवारिक भाषा व परिवार की भाषा बोली जाती है। से भाई ସେଥିପାଇଁ ଯୋଉଟା କି ଆମେ ଟିକେ ଟିକେ ହିନ୍ଦୀ ତ ଆହୁରି ଟିକେ ଲୟଲ ହିନ୍ଦୀ ଯୋଉ ଥାଏ ପିଲେ, ବୁଝୁଛ ନା ନାଇଁ। ମଧ୍ୟ ଭାରତରେ ଯୋଉ ଭାଷା କୁହାଯାଏ ସେ ଭାଷା ହଉଛି ପିଲେ ଆଷ୍ଟ୍ରୋ ଏସିଆଟିକ ପରିବାର ଭାଷା। ଏଇଭଳି ଭାବରେ ଭାଷାର ପିଲେ କଣ କରାଯାଇଛି ନା ବିଭାଗୀକରଣ ସଂସ୍କୃତ ବହିରେ, ସଂସ୍କୃତ ବହି କହୁଛି ଇତିହାସ ବହିରେ ଏଇ ବୈଦିକ ପାର୍ଟରେ ଦେଇଅଛି ପିଲେ। ତାପରେ ପିଲେ ଆମେ ଆଲୋଚନା କରିବା କଣ ନା ଯଜୁର୍ବେଦ ବିଷୟରେ। ଏଇଟା ବୁଝିହେଲା ନା ବୁଝିହେଲାନି? ଏଇଟା ବୁଝିହେଲା ତ? ଆରେ ବୁଝିହେଲା କି? ହଁ, ତାହେଲେ ଆମେ ଆଗକୁ ଯିବା। ହେଲେ ବର୍ତ୍ତମାନ ଦେଖିବା ଯଜୁର୍ବେଦ ହେଲା। ଯଦି ପିଲେ ମାନେ ଏଇଟା ତମେ ନିଶ୍ଚିତ ପଢୁଛ ହେଲା, ଏଇଟାକୁ ଟିକେ ତମେ ଆଉଥରେ ଟିକେ ଦେଖିବ। ଯଦି ତମେ, ମୁଁ ଯଦି ତମକୁ ଏଇଟା ଠିକ ଭାବରେ ବୁଝେଇ ପାରିନଥିବି, ତମେ ନିଜେ ପଢିଦବ ଟିକେ ହେଲା। ହେଲା, ମୁଁ ଆଶା କରି ତମେ ବୁଝି ପାରିଥିବ ଏବଂ ଏଇ ଜିନିଷଟାକୁ ତମେ ନିଶ୍ଚିତ ମନେ ରଖିବ, କାରଣ ଏଇଟା ତମ ଓଷ୍ଟେଟ୍ ପାଇଁ ମଧ୍ୟ ଦରକାର। ସିଟେଟ୍ ପାଇଁ ତ ନିହାତି ଆବଶ୍ୟକ, ଓଷ୍ଟେଟ୍ ପାଇଁ ନିହାତି ଭାବରେ ଆବଶ୍ୟକ ତାଠୁ ଅଧିକ। तापर देखिए यजुर्वेद। यजुर्वेद विषय तुम तो पहले जानी, यजुर्वेद में यजु शब्द का अर्थ होता है यज्ञ। कौन यजु शब्द जो अच्छी यजुर्वेद रे तार अर्थ होची यज्ञ। यजुर्वेद के मंत्रों को उच्चारण अधर्यु नामक पुरोहित करता था। किए करुला ना अधर्यु नाम रे जने पुरोहित से तार मंत्र गुड़ी को उच्चारण करुले। एवं एथिरे गद्य ओ पद्य माध्यम रे दुई थिरे लिखा है, गद्य विथ पद्य रे लिखा है। एवं यह दुई प्रकार अटे, गोटे हूँ कृष्ण यजुर्वेद आ गोटे हूँ शुक्ल यजुर्वेद। कृष्ण यजुर्वेद कौन, शुक्ल यजुर्वेद कौन, से विषय तुम माने जानिच हाँ ना नहीं। तापर आमे देखिबा एहाकू बाजसेनीय संहिता बोली मध्य कहा जाय। काहाकू ए ऋग्वेद को बाजसेनीय कौन बोली कहा जाय, संहिता बोली मध्य कहा जाय थाए। एहाकू कर्मकांड बोली मध्य कहा जाय थाए। एवं एथिरे 40 टी अध्याय, 303 टी अनुवाक और 1975 टी मंत्र रही। ए विषय तुम माने मो ठारू अधिक मध्य बिले तुम माने जानी अछ। तापर आमे देखिबा समवेद सामवेद। सामवेद कौन, साम शब्दर अर्थ हूँ पिले गान, तेणुक यहाँ पिले कह जाए गानमय वेद। कौन गानमय वेद, एथिरे जेतिकी भी मंत्र उच्चारण जहाँ अच्छी या पुटे संगीत आकार रे गान कर गानमय वेद बोली कह जाए। यहाकू उपासना कांड बोली मध्य कह जाय थाए। एवं एथिरे 1875 टी कौन अच्छे मंत्र रही अछि। से बड़े पहले अथर्ववेद, अथर्ववेद की रचना अथर्व ऋषि के द्वारा की गई थी, ऐसा इतिहासकारों के मानना है। ठीक है, अतः अथर्व ऋषि के नाम पर ही इस अथर्ववेद कहते हैं। है ना, से ऋषि ना, से अथर्व ऋषि ना अनुसार ही या अथर्व वेद बोली मध्य कहा जाय था। इसे
ब्रह्मदेव व ब्रह्मवेद, भोज्यवेद, सॉरी भेषज वेद एवं मही वेद के नाम से भी जाना जाता है। मही वेद के नाम से भी जाना जाता है। ठीक है, एथिरे 20टी मुंडल, 731टी सूक्ति एवं 5977टी मंत्र रही एवं यहाको विज्ञान कांड बोली मध्य कुहाଯାଇ थाए। तापर पिले हमें देखिबा उपनिषद। कौन उपनिषद? उपनिषद का शाब्दिक अर्थ होता है समीप बैठना, अर्थात ब्रह्म ब्रह्म विद्या को प्राप्त करने के लिए गुरु के समीप बैठना। एटा पिले परफेक्ट लाइन दीची एनसीईआरटी रे। एनसीईआरटी रे एटा लाइन दीची, ए लाइन टा तुमको मन रखिया को पड़िबो। उपनिषद विषय कौन कहिछि बुझिछ ना? नहीं कौन कहला ना, गुरु के समीप बैठकर जो विद्या हासिल करना है व जो विद्या को हासिल करबा गुरु को समीप रे बसिकी, बुझिछ ना? ताहाको कहा जाए कौन ना उपनिषद। ए लाइन टा पिले देइछि कोठे एनसीईआरटी रे, तुम टिके मन रखियो। एवं उपनिषद वैदिक साहित्य के अंतिम भाग है, इसीलिए इन्हें वेदांत भी कहा जाता है। ना वेदर शेष भाग होइतबा हेतु या कहया होछ उपनिषद, ताहाको वेदांत बोली मध्य कहा जाए थाए। वेद अंत वेदांत, वेद से अंत। इसके कुल संख्या 108 है, जिनमें से प्रमुख 12 उपनिषद एबे अछि, वर्तमान अछि। पूरा पूर्व 108 टा थिला, वर्तमान ताहा लोप पाई 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 वर्तमान केतरा अछि 12 टा अछि। एवं यार सबुठार फेमस राइटिंग बा फेमस वर्ड कोन बा फेमस वाक्य होची, केते गुडे फेमस वाक्य देखिया पिलेला। देखो कोन कोन से फेमस गुडा को, जेमति कि सत्यमेव जयते, सत्यमेव जयते जोटे कि कोड अछि मुंडक उपनिषद रे रही अछि। एपिले जयते आमे होची या लौकिक भाषा, यार धातु होची जियते, जियति हेबा कथा, जयति हेबा कथा हला, किंतु आमे लौकिक भाबरे प्रयोग करूचे जयते 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 कहि दउचे, समस्त जयते कहि देले हला। सेही बोली पिले तत्वसी जोटे कि छांदोग्य उपनिषद रे पिले कहा जाई अछि। एगुडा को पिले तुम माने जानिछो ह ना नहीं? से बोले पिले वैदिक काल की धार्मिक स्थिति के बारे में थोड़ा हम लोग डिस्कशन कर लेते हैं। ठीक है, डिस्कशन कर दबा ना। देवता मान को 3टी श्रेणी अंतर्भुक्त कराइतिला, तो मान को टिके पूर्व कहितले, जेमति कि आकाश के देवता जैसे सूर्य, द्योष द्योष वरुण, मित्र, पूषण, से बड़ी विष्णु, सवित्रु, आदित्य, उषा, अश्विन, जैसे कि आकाश व अंतरिक्ष देवता थे। ठीक है, से बड़ी सॉरी आकाशीय देवता, से बड़ी अंतरिक्ष देवता किए किए रुद्र, इंद्र, मरुत, वायु, पर्ज तापरे पर्जन्य, आपह आउ गोटे मरितस, मातरीस्वन आदि। ये बुझेलानी। से बोली पिले पृथ्वी के देवता किए अग्नि, सोम, पृथ्वी, बृहस्पति, सरस्वती। ये गुड़िक पिले देवता मानकर डिवाइडेसन गुड़ाक, एगुड़ाक तुम माने कौन संस्कृत पुस्तक तुम माने ये गुड़िक पूरा क्लारिफाई करके तुम माने पढ़ी पारिबो, जानि पारिबो। एवं एथिरे जहाँ लिखाई छि एटा कौन लिखाई छि टिके तुम कहबी मातरीस्वन हैला। ये भाव में देवता गुड़ी को कौन कराइथिला डिवाइडेसन करा जाइथिला पिले। क्या थिला पिले तमर कौन ना वैदिक सभ्यता। तुम को इंपोर्टेंट इंपोर्टेंट कौन 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 तुमको मु कहि देछि पिले, बुझिछ ना नहीं? तुमको इंपोर्टेंट कौन को विषय गुडा को तुम इंपोर्टेंट को विषय तो नुह क्यों लाइन तुम इंपोर्टेंट से विषय तुमको मु कहि देछि, से गुडा को तुम माने मन रखिबो। ए पीडीएफ टा को मध्य तुमको मु प्रोवाइड कर दोछि हैला। तुम टिके याको पसिके पढ़ी कि नोट बनै दबो। ठीक अछि पिले।